ଭଗବାନ ତୋରି ଇଚ୍ଛା ପୂର୍ଣ୍ଣ ହେଉ, ତୋ କର୍ମ ସଂସିଦ୍ଧ ହେଉ। ଆମ ଭକ୍ତିକୁ ଦୃଢ଼ କର, ସମର୍ପଣକୁ ବର୍ଦ୍ଧିତ କର, ପଥ ଜ୍ୟୋତିର୍ମୟ କର। ଅନ୍ତରରେ ଆମ୍ଭେମାନେ ତୋତେ ପରମ ଅଧୀଶ୍ୱର ରୂପେ ପ୍ରତିଷ୍ଠା କରୁଛୁ। ତୁ ଯେପରି ସମଗ୍ର ପୃଥିବୀର ପରମ ଅଧୀଶ୍ୱର ହୋଇପାରୁ। ଆମ୍ଭମାନଙ୍କର ବାକ୍ୟ ଏବେ ବି ଅଜ୍ଞାନାଚ୍ଛନ୍ନ, ତାହାକୁ ଆଲୋକିତ କର। ଆମମାନଙ୍କର ଅଭିପ୍ସା ଏବେ ବି ମଳିନ, ତାହାକୁ ଶୁଦ୍ଧ କର। ଆମମାନଙ୍କର କର୍ମ ଏବେ ବି ଅସମର୍ଥ, ତାହାକୁ ସାମର୍ଥ୍ୟ ଯୁକ୍ତ କର। ହେ ଭଗବାନ, ଏ ପୃଥିବୀ ଆର୍ତ ଶୋକଗ୍ରସ୍ତ, ବିଶୃଙ୍ଖଳା ଏହାକୁ ବାସଗୃହ କରିଛି। ଅନ୍ଧକାର ଏତେ ଘନୀଭୂତ ଯେ ଏକମାତ୍ର ତୁ ହିଁ ତାକୁ ଦୂର କରିପାରୁ। ଆସ ପ୍ରକାଶ ହୁଅ, କର୍ମ ତୋର ସଂସିଦ୍ଧ ହେଉ, କର୍ମ ତୋର ସଂସିଦ୍ଧ ହେଉ। ମାଙ୍କର ଜୟ ହେଉ। ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଦିବ୍ୟ ଜନନୀ ଶ୍ରୀ ମାଙ୍କ ଚରଣ କମଳରେ ମୋର ଗଭୀର କୃତଜ୍ଞତାର ସହିତ ନିବେଦନ ଆଉ ପ୍ରଣାମ ଜଣାଇ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସେମାନଙ୍କୁ ପ୍ରାର୍ଥନା କରୁଛି ଯେ ସେମାନେ ଆମର ଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତା ଶ୍ରୋତା ଉଭୟଙ୍କୁ ବିଷୟବସ୍ତୁର ଏ ଜଟିଳ ବିଷୟବସ୍ତୁକୁ ବୁଝିବା ଏବଂ ବୁଝେଇବାରେ ସହାୟକ ହେବେ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଣାମ ସହିତ ଏ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆପଣମାନେ ଦେଖିଥିବେ ଏକ ନୂଆ ଘଟଣା ଆଜି ଘଟିଛି। ଘଟଣାଟି ହେଉଛି ଏ ଦୀର୍ଘ 15-16 ବର୍ଷ ଦେଇ ମୁଁ କେବେ ହେଲେ କାର୍ଯ୍ୟକ୍ରମର ସମୟ ପରିବର୍ତ୍ତନ କରିନଥିଲି। ଯଦିଓ ତାରିଖ ପରିବର୍ତ୍ତିତ ହୋଇଛି, ଯେଉଁଠି 5ଟା ରବିବାର ଥିବ ଗୋଟେ ରବିବାର ଏକ୍ସଟ୍ରା ମିଳିଛି, ସେଇ କ୍ଷେତ୍ରରେ କରିଛି, କିନ୍ତୁ କ୍ଲାସ୍ ବନ୍ଦ ହେଇନି କିମ୍ବା ଟାଇମ୍ ପରିବର୍ତ୍ତନ ହେଇନି। କିନ୍ତୁ ଆପଣମାନେ ଜାଣନ୍ତି ମୁଁ ବର୍ତ୍ତମାନ ଦିଲ୍ଲୀରେ ଅଛି। 21 ଫେବୃଆରୀ ଆଟେଣ୍ଡ କରି ସିଧା ପୁଅ ଏଠି ଦିଲ୍ଲୀ ନେଇ ଆସିଛି ଏବଂ ଏଇଠି ଗୋଟେ ଏଇଭଳିଆ କାର୍ଯ୍ୟ ଆଜିର ପଡ଼ିଲା ସମ୍ମୁଖୀନ ହେଲି, ଯେଉଁଥିରେ ସମୟ ପରିବର୍ତ୍ତନ କରିବାକୁ ମୁଁ ବାଧ୍ୟ ହେଲି। କିଂକର୍ତ୍ତବ୍ୟ ବିମୂଢ଼ ହେଇକରି ବାଧ୍ୟ ହେଲି। ଯାହା ହଉ ଆପଣମାନେ ସବୁ ସହଯୋଗ କଲେ। ଆପଣମାନେ ମୋର এই ବାଧ୍ୟବାଧକତାଟାକୁ ଅନୁଭବ କଲେ ଏବଂ ଆଜି ପରିବର୍ତ୍ତିତ ସମୟରେ ଆସିକି ଏଥିରେ ଯୋଗ ଦେଇଛନ୍ତି। ଆମେ ଯେଉଁ କ୍ୟାଣ୍ଟୋରେ ଅଛୁ, ବୁକ୍ ଟୁ କ୍ୟାଣ୍ଟୋ 10, ଇଏ ହେଉଛି ଲିଟିଲ୍ ମାଇଣ୍ଡ, ଦି ୱାର୍ଲଡସ୍ ଅଫ୍ ଲିଟିଲ୍ ମାଇଣ୍ଡ ଆଣ୍ଡ ଗଡ୍ ହେଡ୍ସ ଅଫ୍ ଲିଟିଲ୍ ମାଇଣ୍ଡ। ମାଇଣ୍ଡଟାକୁ ଶ୍ରୀ ଅରବିନ୍ଦ ଲିଟିଲ୍ ବୋଲି କହିଛନ୍ତି ଏବଂ ଅନ୍ୟ ଜାଗାରେ କହୁଛନ୍ତି ମାଇଣ୍ଡ ପାୱାର ଇଜ୍ ଭେରି ହାଇ। ଏଠି ଏଥିପାଇଁ ଲିଟିଲ୍ କୁହାଯାଇଛି ଯେ ମାଇଣ୍ଡର ନିଜସ୍ୱ କର୍ତ୍ତୃତ୍ୱ ପରିପ୍ରକାଶ ହେଇପାରୁନାହିଁ। ତାର କାରଣ ଜଡ଼ର କଣ୍ଟ୍ରୋଲରେ ସେ ଅଛି ଏବଂ ପ୍ରାଣ ଜଡ଼ ହିଁ ତାକୁ କଣ୍ଟ୍ରୋଲ କରୁଛନ୍ତି। ନିଜସ୍ୱ କିଛି କଥା କରିବା ତା ପାଇଁ କଷ୍ଟକର। ସେଠୁ ସେଥିପାଇଁ ସିଏ ଚାପି ହେଇଯାଇକି ଭିତରେ ଧୀରେ ଧୀରେ ପ୍ରକାଶ କରି ବାହାରକୁ ଯିବା ପାଇଁ ଚାହୁଁଛି। ଏବଂ ଲିଟିଲ୍ ମାଇଣ୍ଡ ହେଲେ ବି ତାର ତିନୋଟି, ମୁଁ ଏସବୁ କହୁଛି ତ ଆପଣଙ୍କ ସାଙ୍ଗେ ଲିଙ୍କ କରିବା ପାଇଁ, କାରଣ ବହୁତ ଦିନ ହେଲା ଛଡ଼ା ଯାଇଥିଲା, ଯେ ୟାର ତିନିଟା ଜିନିଷ ଅଛି, 3 ବଡି, 3ଟା ଜିନିଷ ଅଛି।
तीनटा जाक जिनस को श्री अरविंद कहते लिटिल माइंड। गोटे हूँ फिजिकल माइंड, आ गोटे हूँ भाइटल बा डिजायर्ड माइंड, एंड शेषटा हूँ रीजन बा युक्ति बुद्धिर माइंड। रीजन आ युक्ति मुंडी माइंड को आम जिते गुरुत्व दौ, बहु गुरुत्व दौ, से माइंड टा बहुत बड़ बोली गुरुत्व दौ। कारण से बहु नाना कथा से करुच्ची, नाना उद्भावन करुच्ची, नाना बाटे से जाऊँ, आम से पचर आसवा। फिजिकल माइंड किंतु बड़ असुविधा। फिजिकल माइंड जितेबले प्रथमे प्राण आउ जड़ मध्य मन प्रवेश करने को चाहिला बा विवर्तन धारा से बेल आसला, से बहु सतर्कतार सहित से माइंड धीरे धीरे एठारे कार्य करने को चाहिला एवं तार पूर्ण शक्ति प्रयोग करने को सक्षम है। फिजिकल माइंड रो अर्थ हूँ पूरा से फिजिकल रो कंट्रोल रही कार्य कला। ये कथाटा आम अधारे पढ़ीचे आगुरु। गत थर आम जो छाड़ी से कथाटा को आप देखु। गत थर जो 16-15 पृष्ठार शेष भाग 16 पृष्ठार छाड़ी 15 पृष्ठार शेष भाग किसी अंश पढ़िक मुझे आरंभ कर मझे बहुत दिन गैप हो गले आपण ठीक भाव बुझा कष्टकर हो बोली मुझे पछकू जाऊँ। वर्तमान जो माइंड कथा कहु प्रभु कहते गोटे सेक्शन आरंभ कर 15 पृष्ठार यहाँ अच्छी। A fairy spirit came next to the three. तो माइंड जो 3टा जिनस थिला ता भितरु फिजिकल माइंड गला परे आउ गोटे माइंड ता भितरु धीरे धीरे विवर्तित हला। से माइंड होची फेरी स्पिरिट, आग्नेय सत्तार आगमन हला। सी गोटे आग्नेय सत्ता। ये आग्नेयर अर्थ बुझंतु। आग्नेयर अर्थ कौन सी किछि मानियोनी सबको पड़ीदेव। ए माइंड सेमती सबु आड़े जीव, सबु काम एपट सेपट कर क्या खातिर ना कौटी किसी ना दंड पाइले से खातिर ना। ये माइंड हूँ डिजायर्ड माइंड, कामना युक्त मन। ताकू के सुंदर वर्णना कर प्रभु देखु। ए हंचबैक राइडर ऑफ द रेड वाइल्ड एस, a rush intelligence leaped down into lion man from the great mystic flame that rings the worlds, and with its dire edge eats at the being's heart. केमती से मनर कथाटा को कहवाक जा प्रभु ये कहते लोहित महावन्य गर्धवर कुच्छ्र पृष्ठ आरोही वाइल्ड एस, रेड वाइल्ड एस, लोहित महावन्य गर्धव वाइल्ड एस, गर्धवर हंचबैक राइडर कुब्ज पुठ आरोही। हंचबैक अर्थ हूँ कुजा होता व्यक्ति, कुजा जो होता है कुज होकरी तार जो पिठीटा कुज हो जाता है तारी ऊपर ये चढ़ी जाऊँ। कौन इंडिकेट करुच्ची
କୁଜ ହେଇକି ଥିବା ରାଇଡ କରୁଛି, କିନ୍ତୁ ଇଏ ହଉଛି ରେଡ୍ ୱାଇଲ୍ଡ ଆସ୍। ଆହୁରି ଗୋଟେ ବର୍ଣ୍ଣନା କରୁଛନ୍ତି କଣ, ଆଉ ଗୋଟେ ଇମେଜ ଦେଇଛନ୍ତି, ରାସ୍ ଇଣ୍ଟେଲିଜେନ୍ସ ଲିପ୍ଡ ଡାଉନ୍ ଲାଇନ୍ ମ୍ୟାନ୍। ରାସ୍ ଇଣ୍ଟେଲିଜେନ୍ସ, ରାସ୍ କଣ? ରାସ୍ ଇଣ୍ଟେଲିଜେନ୍ସ, ସେ ଗୋଟେ ଇଣ୍ଟେଲିଜେନ୍ସ, ସିଏ ବି ମାଇଣ୍ଡ ଟା ମାନେ ଇଣ୍ଟେଲିଜେନ୍ସ, ସିଏ ଗୋଟେ ଇଣ୍ଟେଲିଜେନ୍ସ, ବଟ୍ ଇଟ୍ ଇଜ ଏ ରାସ୍ ଇଣ୍ଟେଲିଜେନ୍ସ, ଉତ୍ତେଜନା ପ୍ରବଣ ବୁଦ୍ଧିମତ୍ତା। ପୁଣି ତାହା ଥିଲା ଏକ ଉତ୍ତେଜନା ପ୍ରବଣ ବୁଦ୍ଧିମତ୍ତା, ଯାହା ଉତ୍ତେଜନା ପ୍ରବଣ, ଯାହା ସିଂହ କେଶରବନ୍ତ ହୋଇ ନିମ୍ନକୁ ଲମ୍ଫ ଦେଇ ଆସିଲା। କୋଉଠୁ ନିମ୍ନକୁ ଆସିଲା? From the great mystic flame that rings the world. ସେଇ ମହତ୍ ରହସ୍ୟମୟ ମହାବର୍ଣ୍ଣି ଶିକ୍ଷା ମଧ୍ୟରୁ ଯାହା ଜଗତକୁ ଘେରି ରହିଥାଏ, ଯାହା ଜଗତକୁ ଘେରି ରହିଥାଏ, ଏଣ୍ଡ ତାର ଉଗ୍ର ଧାର ଦ୍ୱାରା ସତ୍ତାର ହୃଦୟକୁ ଭକ୍ଷଣ କରେ। ଏ ହଉଛି ତାର ସବୁ ଇମେଜ। ଏଇ ଫିଜିକାଲ ମାଇଣ୍ଡ, ସରି, ଏଇ ଭାଇଟାଲ ମାଇଣ୍ଡ ର ବା ଡିଜାୟାର୍ଡ ମାଇଣ୍ଡ ର ଏକ ଇଏ। ସେ ଯଦିଓ ସେ ଗଧରେ ଚଢିଛି ବୋଲି ଆଗରୁ କହିଲେ ଗର୍ଦ୍ଧବ ଉପରେ, ତାହା ଆଉ କଣ ଥିଲା, ଉତ୍ତେଜନା ପ୍ରବଣ, ଭାରି ଉତ୍ତେଜନା ପ୍ରବଣ ମହାବୁଦ୍ଧିମତା, ସେ ମହାବୁଦ୍ଧିମତା ଥିଲା, ଇଣ୍ଟେଲିଜେନ୍ସ, ଯାହା ସିଂହ କେଶବନ୍ତ ହୋଇ ନିମ୍ନକୁ ଲମ୍ଫ ଦେଇ ଆସିଲା। ସିଂହ ରୂପ ଏଠି କାହିଁକି ଆସିଲା? ସିଂହ ଖୁବ୍ ବଳଶାଳୀ ଏବଂ ସେ ଯୋଉ ଜାଗାକୁ ହେଲେ ଡେଇଁକିରି ଯାଇପାରେ। ସେଇ ଭଳିଆ ସିଂହ କେଶବନ୍ତ, ସିଂହର ଯେମିତି ମୁଣ୍ଡରେ କେଶ ଗୁଡେ ଥାଏ, ଲାଇନ୍ ମ୍ୟାନ୍, ସିଂହର ସିଂହର ଆପଣ ଦେଖ ମୁଣ୍ଡରେ, ବେକଠୁ ଉପରକୁ ମୁଣ୍ଡରେ ସିଂହ ଯୋଉ ସବୁ କେଶ ଥାଏ, ସେଇ କେଶ ଗୁଡାକ ସିଂହର ମ୍ୟାନ୍ କୁହାଯାଏ। ମ୍ୟାନ୍, MANE, ମ୍ୟାନ୍। ଲାଇନ୍ ମ୍ୟାନ୍ ଅର୍ଥ ସିଏ ଖୁବ୍ ବଳଶାଳୀ ହେଇଥିବାରୁ ଡେଇଁ ପଡିକିରି ଆସିଲା ଉର୍ଦ୍ଧ୍ୱ। ଉର୍ଦ୍ଧ୍ୱରୁ ମାନେ ଆପଣ ଦେଖନ୍ତୁ ମନର ବହୁ ପ୍ରକାର ସ୍ତର ରହିଛି। ଏଠି ଯୋଉ ସ୍ତର କଥା କୁହାଯାଉଛି ନିମ୍ନ ସ୍ତର, ତାର ଦୁଇଟା ଷ୍ଟେଜ ଅଛି। ଗୋଟେ ନିମ୍ନ ସ୍ତରରୁ ପ୍ରାଣମୟ ଜଗତ ଭିତରେ ମନ ତା ଭିତରେ ମନ ରହିଛି, ଜଡ ଭିତରେ, ପ୍ରାଣମୟ ଖତ ଭିତରେ ସବୁ ଜିନିଷ ଅଛି ବୋଲି ଅତିମାନବ ପର୍ଯ୍ୟନ୍ତ ସବୁ ଜିନିଷ ଅଛି। ନିବର୍ତ୍ତନର ଧାରାରେ ସେ ଭିତରକୁ ଆସିଛି, କିନ୍ତୁ ତାର ମୂଳ ବସ୍ତୁ ଉର୍ଦ୍ଧ୍ୱରେ ରହିଛି। ମନ ଉର୍ଦ୍ଧ୍ୱରୁ ନିବର୍ତ୍ତିତ ହେଇକିରି ଆ ଭିତରେ ପଶିଛି। ଏ ନିର୍ବର୍ତ୍ତିତ ମନ ଯେତେବେଳେ ଉଠିବାକୁ ଚାହୁଁଛି, ଉର୍ଦ୍ଧ୍ୱ ମନ ଆସିକି ତା ସାଙ୍ଗରେ ଯୋଗ ଦେଇକି ତାକୁ ଉଠଉଛି। ସବୁ କ୍ଷେତ୍ରରେ ସେଇଟା। ଅତିମାନସ କଥା ଏବେ ପଡିଛି, ଅତିମାନସ ଉର୍ଦ୍ଧ୍ୱ ଆସିକିରି ଏଠି କ୍ରିୟା କରିବ, ନିମ୍ନରେ ଥିବା ଅତିମାନସ ସାଙ୍ଗରେ ଯୁକ୍ତ ହବ। ନିମ୍ନରେ ବି ଅତିମାନସ ରହିଛି, ନିମ୍ନରେ ବି ମନ ଥିଲା, ପ୍ରାଣ ଜଗତରେ ବି ସେମିତି ହେଇଥିଲା। ତେଣୁ ସେ କଣ କଲା, ସିଂହ କେଶ ଭଳିଆ ବିପୁଳ ଲମ୍ଫ ପ୍ରଦାନ ଦେଇକି ଆସିଲା। ସେଇ ମହତ୍ ରହସ୍ୟମୟ ମହାବର୍ଣ୍ଣି ଶିଖା ମଧ୍ୟରୁ ରହସ୍ୟମୟ ମହାବର୍ଣ୍ଣି ଶିଖା, ଯାହା ପୃଥିବୀକୁ ଘେରିକି ରହିଛି, ତା ଭିତରୁ ଆସିଲା। ଏଣ୍ଡ ୱିଥ୍ ଇଟ୍ସ ଡାୟର ଏଡ୍ଜ, ଉଗ୍ର ଧାର, ଇଟ୍ସ ଏଟ୍ ବିଙ୍ଗସ୍ ହାର୍ଟ, ଏବଂ ସତ୍ତାର ଯୋଉ ହୃଦୟ ତାକୁ ଖାଇଯାଇଛି। ଉଗ୍ର ଧାର ଦ୍ୱାରା ସତ୍ତାର ହୃଦୟକୁ ଭକ୍ଷଣ କରେ। ସତ୍ତାର ହୃଦୟକୁ ଭକ୍ଷଣ କରେ ଅର୍ଥ, ସେ ଯେହେତୁ ସିଂହ ଭଳି ଆସୁଛି, ତା ଖାଦ୍ୟକୁ ସିଏ ଜୋର ଜବରଦସ୍ତ ଖାଇବ।
ସେଇଭଳି ସତ୍ତା ଭିତରେ ସତ୍ତାର ହୃଦୟକୁ ଗ୍ରାସ କରି ତାର ଭିତରେ ପ୍ରବେଶ କଲା ସେ। ତାପରେ କଣ ହେଲା? ଦେନ୍ ସେ ସ୍ପ୍ରାଙ୍ଗ ଦି ବର୍ଣ୍ଣିଂ ଭିଜନ ଅଫ ଡିଜାୟାର। ସେହିଠାରୁ ହିଁ ଉଦ୍ଭୁତ ହୋଇଥାଏ ମହାକାମନାର ଜ୍ୱଳନ୍ତ ଦୃଷ୍ଟି। ସିଏ ଯେତେବେଳେ ସତ୍ତା ଭିତରେ ପ୍ରବେଶ କଲା ଏବଂ ସତ୍ତାକୁ ଭକ୍ଷଣ କଲା, ଅର୍ଥାତ୍ ନିଜ ଅକ୍ତିଆରକୁ ପୁରା ନେଇଗଲା, ତା ଭିତରୁ ଡିଜାୟାର୍ଡ ମାଇଣ୍ଡ ଉଠିଲା। ତା ଭିତରୁ ଡିଜାୟାର୍ଡ ମାଇଣ୍ଡ ଉପରକୁ ଉଠିଲା, ଭକ୍ଷଣ କଲା। ଆପଣମାନେ ଦେଖନ୍ତୁ, କଳ୍ପନା କରିବା ବହୁତ କଷ୍ଟ। କାହିଁକିନା ଆମେ ମାଇଣ୍ଡର ଯୋଉ ସ୍ତରରେ ଅଛେ, ଏ ସ୍ତରରେ ତାକୁ ଅନୁଭବ କରି ହବ ନାହିଁ। ଆମମାନଙ୍କୁ ତଳୁକୁ ଓହ୍ଲେଇ ଆସିବାକୁ ହବ। ବାରମ୍ବାର ଏ କଥା କହୁଛି, ଯୋଉ ବିଷୟରେ ଆଲୋଚନା କରୁଛୁ ସେ ତଳୁକୁ ଆସିବାକୁ ହବ। ଆମ ଚେତନାକୁ ସେ ତଳୁକୁ ଆସିକି ତାକୁ ଦେଖିବାକୁ ହବ ଏବଂ ସେଇ ତାର ଯୋଉ ଉପମା ଉପମେୟ ସବୁ ପ୍ରଭୁ ଦେଇଛନ୍ତି ତାକୁ ଲକ୍ଷ୍ୟ କରିବାକୁ ହବ। ସିଏ ତଳୁକୁ ଆସିକି ହୃଦୟକୁ ଗ୍ରାସ କରିଛି। ଆପଣ ଦେଖନ୍ତୁ, ଧୀରେ ଧୀରେ ପଶୁ ଭିତରେ ଯୋଉ ଡିଜାୟାର ମାଇଣ୍ଡ ପ୍ରବେଶ କରିଛି, ଛୋଟ ଛୋଟ ଜୀବ ଭିତରୁ ସେ ଆରମ୍ଭ ହେଲା ଏବଂ ଧୀରେ 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 ସେ ସିଂହ ଭିତରକୁ ବି ଗଲା। ସିଂହ ଭିତରେ ସେ ବି ବାସ୍କେଟ ଲାୟନ ମ୍ୟାନ ଭଳିଆ ଆସିଲା ଏବଂ ସିଏ ସବୁକୁ ଭକ୍ଷଣ କରି ହୃଦୟକୁ ଖାଇଗଲା। ତାର ଆଉ ହୃଦୟ ବୋଲି କିଛି ନାହିଁ। ଯୋଉଠି ଫିଜିକାଲ ମାଇଣ୍ଡକୁ ଇଏ ଦିସ୍ ଭାଇଟାଲ ମାଇଣ୍ଡ ବା ଡିଜାୟାର୍ଡ ମାଇଣ୍ଡ ବିଶେଷ ଭାବରେ କାର୍ଯ୍ୟ କରୁଛି, ତାର ହୃଦୟ ଅଛି, ହୃଦୟରେ ବିଚାର ଅଛି। ଆପଣ ଦେଖନ୍ତୁ, ଆଜିକାଲି ଯୁଗରେ ଏଇ ଜିନିଷଟା ବେଶୀ କାର୍ଯ୍ୟ କରୁଛି। ଜଣଙ୍କୁ ବାହାରେ ସେ କହୁଛି ମୁଁ ତାକୁ ବହୁତ ଭଲ ପାଉଛି, ତା ଛଡା ମୁଁ ବଞ୍ଚି ପାରିବିନି। ସିଏ ଯଦି ଟିକେ ଏପଟ ସେପଟ ହେଇଗଲା, ଚୂର୍ଣ୍ଣ ଖସିଗଲା, କାନରୁ ଚୂର୍ଣ୍ଣ ଖସିଗଲା, ତାକୁ ହତ୍ୟା କରୁଛି। ଡିଜାୟାର୍ଡ ମାଇଣ୍ଡ ଟା ଏଇଭଳିଆ। ତା ଡିଜାୟାର୍ଡ ଯଦି ସାମାନ୍ୟ ଅସୁବିଧା ହେଇଗଲା, ସେ କାହାକୁ ଛାଡିବନି। ତେଣୁ ତାର ହୃଦୟ ନଥାଏ। ଯୋଉ ଲୋକର ହୃଦୟ ଥାଏ, ସେ ହୃଦୟ କଣ କରିବ? ଆରେ ମୁଁ ତାକୁ ଏତେ ଭଲ ପାଉଥିଲି, ମାରିଦେବି। ସେ କଣ ଟିକେ ଭୁଲ କରିଦେଲା ବୋଲି ତାକୁ ଏଇଭଳିଆ କରିବି? ନାହିଁ। ଯାହାର ହୃଦୟ ଥିବ, ସେ ହୃଦୟରେ ସେ ଜିନିଷକୁ ହୃଦୟକୁ ବିସ୍ତୃତ କରିଦବ, ବିସ୍ତାରିତ କରିଦବ। ହୃଦୟ ଯେତେବେଳେ ସଂକୀର୍ଣ୍ଣ ହେଇଯାଏ, ସବୁ ପ୍ରକାର ବିରୋଧାଭାସ ଆମ ହୃଦୟ ଭିତରକୁ ଆସେ। ହୃଦୟକୁ ଯେତେବେଳେ ବିସ୍ତୃତ ବ୍ରଡ ମା ସେଥିରେ ମା କହୁଛନ୍ତି, ମେକ୍ ୟୁର ସେଲ୍ଫ ଏକ୍ସପାଣ୍ଡ ୟୁର ସେଲ୍ଫ। ହୃଦୟକୁ ବିସ୍ତୃତ କର। ତାହେଲେ କଣ ହବ? ଶତ୍ରୁକୁ ବି ତା ଭିତରେ ଗ୍ରହଣ କରିବ। ତମର ଯିଏ କ୍ଷତି କରୁଛି ତାକୁ ବି ଗ୍ରହଣ କରିପାରିବ ଏବଂ ମିତ୍ରକୁ ବି ଗ୍ରହଣ କରିପାର। ସେ ହୃଦୟ ଭିତରେ ସମସ୍ତେ ରହିବେ। ସଂକୀର୍ଣ୍ଣ ହୃଦୟ ହେଇଗଲେ କେବଳ ମିତ୍ରଙ୍କୁ ରଖିବ, ଶତ୍ରୁ ମାନଙ୍କୁ ବାହାରକୁ ବିତାଡିତ କରିଦେବ। ଏ ହୃଦୟକୁ ବିସ୍ତାରିତ କରିବା, କିନ୍ତୁ ଏ ହୃଦୟଟାକୁ ଖାଇଦେଲା। ସେ ହୃଦୟରେ ବିସ୍ତାରିତ କରିବାର ବାଟ କିଛି ନାହିଁ। ତେଣୁ ଯୋଉଠି ଏ ଡିଜାୟାର ମାଇଣ୍ଡ, ଭାଇଟାଲ ମାଇଣ୍ଡ ପ୍ରବଳତର ହେଇ କାର୍ଯ୍ୟ କରେ, ସେ ଲୋକ ସେଇ ପାଖରେ ହୃଦୟ ନଥାଏ। ତେଣୁ ତାପରେ କଣ ହେଲା? ଦେନ୍ ସେ ସ୍ପ୍ରାଙ୍ଗ ଦି ବର୍ଣ୍ଣିଂ ଭିଜନ ଅଫ ଡିଜାୟାର। ସେଇଠାରୁ ହିଁ ଉଦ୍ଭୂତ ହଉଥାଏ ମହାକାମନାର ଜ୍ୱଳନ୍ତ ଦୃଷ୍ଟି। ଜ୍ୱଳନ୍ତ ଦୃଷ୍ଟି କଣ? ପ୍ରତ୍ୟେକ ଶବ୍ଦର ଏଇଭଳି ଭାବରେ ଶ୍ରୀ ଅରବିନ୍ଦ ବ୍ୟବହାର କରିଛନ୍ତି। ଜ୍ୱଳନ୍ତ ଦୃଷ୍ଟି, ବର୍ଣ୍ଣିଂ ଭିଜନ, ଜଳୁଥିବା ଦୃଷ୍ଟି। ଜଳୁଥିବା ଅର୍ଥ ଖୁବ୍ ଆକ୍ଟିଭ। ନିଆଁ ଯେତେବେଳେ ଜଳେ ଖୁବ୍ ଆକ୍ଟିଭ ହେଇକିରି ଉର୍ଦ୍ଧ୍ୱକୁ ଉଠେ। ଆ ହାବୁଡେ ଯାହା ପଡିଲା ତାକୁ ପୋଡିଦବ। ସେ ହଉଛି ବର୍ଣ୍ଣିଂ। ତେଣୁ ସେ ବର୍ଣ୍ଣିଂ ଭିଜନ, ବର୍ଣ୍ଣିଂ ଭିଜନ, ତା ଦୃଷ୍ଟିଟା ନିଆଁ ବାହାର କରେ, ଅଗ୍ନି ବାହାର କରେ। ସେଇଭଳି ଏକ ଜ୍ୱଳନ୍ତ ଦୃଷ୍ଟି, ସେଇଭଳି ଏକ ଦୃଷ୍ଟି। ଏଠି ସରିଲା, ଫୁଲ ଷ୍ଟପ୍ ହେଲା। ତାପରେ ଆରମ୍ଭ ହଉଛି, ଏ ଥାଉଜେଣ୍ଡ ସେପ୍ସ ଇଟ୍ ଓନ୍
took numberless names, सहस्र आकार राजी परिधान करुला, असंख्य नाम ग्रहण करुला। बुझा टे कष्ट हम माँ चेष्टा करी बुझे कथा हूँ आप देखु ये डिजायर्ड माइंड केते रूप निए केते प्रकार रूप निए जन को फसईकरी निज आयत रखिकी निजर इच्छा को पूरण करने कामना को पूरण करने केते रूप से निए कर असंख्य रूप मान तार किसी हिसाब नहीं नाना रूप से कहीकि निजर कर दिए एवं निजर स्वार्थ हासिल हो सारा फोपाड़ दी पलाए दिस इज डिजायर माइंड हार्टलेस डिजायर्ड माइंड तेणु से नाना रूप से निए थाउजेंड शेप्स टूर सहस्र आकार आज परिधान करुला असंख्य नाम ग्रहण करुला से डिजायर्ड माइंड असंख्य नाम ग्रहण गुड़ाए ना सब है अमुक समक मुझे करदेवी मुझे करदेवी धन संपत्ति देवी अमुक करदेवी बुले आनी अमुक करी चारिआडे जा मजा करवा ये नाना रूप से देकरी नाना आकार धारण करुला ताकू फेर तलू 3-4 लाइन रे बुझाऊँ A need of multitude and uncertainty pricks it forever to pursue the one on countless roads across the vast subtime through circuits of unending difference. ये शब्द सब प्रभु व्यवहार कर महाकाल विशालता राजी दे across the roads, across the vast of time, on countless roads, महाकाल विशालता मध्य असंख्य पथराजी उपरे on countless roads across the vast of time तथा अंतहीन पृथकत्वर परिक्रमा राजी through circuits of unending difference अंतहीन पृथकत्व पृथक ये गोटे प्रकार कह आ गोटे प्रकार कह जड़े जड़े एवं खबर कागज सब बाहर 5 जन 7 जन 10 जन 15 जन स्त्री को बाहर नियंत्रण कर सब कौन सब असंख्य नाम ग्रहण कर गोटे कौ ना से ग्रहण करोटी कही मो आर्मी ऑफिसर कोर्ट कही आउ कौन ना ग्रहण कर सब यही सब डिफरेन्स अनएंडिंग डिफरेन्स तार आ शेष ना अंतहीन प्रखर परिक्रमा आदि मध्य दे परिक्रमा घूरी बुलिकी एक बहुलता और अनिश्चितता चिरकाल लगी एक बहुलता और अनिश्चितता चिरकाल लगी परम को अनुसरण करने निमित्त अंकुशाघात करुला यहीटा पुणी कौन से मातिला सब कला परमेक पाखक कि से जीव एक कथा खाले पड़ जाए जिते दोष दुर्बलता धरा पड़ जाए जिते से दंडनीय होगा पशे से परम से जो खेच बसे परमेश्वर को सी परमोचक करने निमित्त अंकुशाघात करे अंकुशाघात कर परमेश्वर से जीवाई चेष्टा करे चिरकाल लगी परमेक को अनुसरण करने निमित्त अंकुशाघात करे क्या मनुष्यर से हृदय इट बर्न्स ऑल ब्रेस्ट्स विथ एन एम्बिगुअस फायर ताहा एक संशयग्रस्त अग्नि द्वारा सकल वक्ष को दहन करे डिजायर माइंड सकल वक्ष को दहन करे आप अनुमान करंतु जेतेबेले कामना हृदय भितर जागृत हम एवं से हृदय आउ किसी कारबार रही से जो सहृदयता कौचे से नथिबो से सहृदयता चली जाइकरी अग्निमय हो हृदय एवं सेतेबेले कौन हुए एम्बिगुअस फायर जल अर्थ केतेबेले नेगेटिव फायर जल केतेबेले पॉजिटिव फायर जल माने आपको केमिति आपण कल्पना करिकि बुझिए मनुष्यर हृदय भितर नेगेटिव आसछि पॉजिटिव आसछि जेतेबेले जने लोक को पाई हृदय भितर नेगेटिव आसछि
ଏଟା ବଦମାସଟା ଇଡିୟଟଟା ତାକୁ ମୁଁ ନିଶ୍ଚୟ ପାନେ ଦେବି ଯେତେବେଳେ ପଜିଟିଭ ଆସୁଛି ନାଇଁ ନାଇଁ ଏଇଟା ସେ କରିଦେଲା ସିନା ଏଇଟା ତାର ଭୁଲ ନାହିଁ ସେ କାଲି ସକାଳୁ ବଦଳିଯିବ ନେଗେଟିଭ ଆସୁଛି ଏଇ ହଉଛି ଫାୟାର ତାର ସେ ଫାୟାର ଏମ୍ବିଗୁଏସ ସଂଶୟଗ୍ରସ୍ତ ଅଗ୍ନି ଦ୍ୱାରା ସକଳ ବକ୍ଷକୁ ଦହନ କରେ ସମସ୍ତଙ୍କ ଭିତରେ ଏଇଟା ହୁଏ କିଏ ଏଥିରୁ ବାଦ ନାହିଁ ତାପରେ କଣ ହଉଛି ଏ ରେଡିଏନ୍ସ ଗ୍ଲିମ୍ଡ ଅନ୍ ଏ ମର୍କି ଷ୍ଟ୍ରିମ୍ ଇଟ୍ ଫ୍ଲେମ୍ଡ ଟୁୱାର୍ଡସ୍ ହେଭେନ୍ ଦେନ୍ sank gulfed towards hell ଏକ ପଙ୍କିଳ ଅସ୍ୱଚ୍ଛ ଜଳଧାରା ଉପରେ ଉଦ୍ଭାସିତ ଏକ ଔଜ୍ଜଲ୍ୟ ଇଏ ଗୋଟେ ଇମେଜ ବଡ ଚମତ୍କାର ଆକୁ ବୁଝିବା ଜଳଧାରାଟା ପଙ୍କିଳ ସେ ପଙ୍କିଳ ଜଳଧାରା ଏକ ତା ଉପରେ ଏକ ଔଜ୍ଜଲ୍ୟ ଅଛି ସେ ଔଜ୍ଜଲ୍ୟଟି କଣ ବେଳେ ବେଳେ ପଙ୍କ ଫଙ୍କ ଭିତରେ ଦେଇକିରି ମଧ୍ୟ କିଛି ଗ୍ୟାସ ଉତ୍ପନ୍ନ ହୁଏ କୋଉ କାରଣରୁ ବି ଏବଂ ସେ ଗ୍ୟାସ ଜଳୁଥାଏ ଉଦାହରଣ ସ୍ୱରୂପ ମଶାଣିରେ ଆମେ ସବୁ ଯୋଉ ଡାହାଣୀ ନିଆଁ ଦେଖିଛେ ସେ ଡାହାଣୀ ନିଆଁଟା ଟ୍ରାଭେଲରକୁ ଅନ୍ୟ ଆଡକୁ ନେଇଯାଏ ସେ ଡାହାଣୀ ନିଆଁଟା କିଛି ତାର ନିଆଁ କେମିତି ସେ ଜଳୁଛି କିଛି ବୈଜ୍ଞାନିକ କାରଣ କିଛି ନାହିଁ କିନ୍ତୁ ସେ ଡାହାଣୀ ନିଆଁଟା ଡରେଇ ଦିଏ ଟ୍ରାଭେଲରକୁ ଅନ୍ୟ ଦିଗରେ ପରିଚାଳିତ କରିଦିଏ ସେଇ ଯୋଉ ନିଆଁ ସେ ଯୋଉ ଡାହାଣୀ ନିଆଁ ସେ ହଉଛି ଉଦ୍ଭାସିତ ଏକ ଔଜ୍ଜଲ୍ୟ ଜଳଧାରା ଉପରେ ସେ ଜଳ ଭିତରୁ ଯଦି ଗ୍ୟାସ ବାହାରୁଥିବ ସେ ଗ୍ୟାସ ରେ ନିଆଁ ଲାଗିଗଲେ ସେ ଗୋଟେ ଆଲୋକ ବାହାରେ ଇଟ୍ ଫ୍ଲେମ୍ଡ ଟୁୱାର୍ଡସ୍ ହେଭେନ୍ ସେଇ ଯୋଉ ଜଳଧାରା ଭିତରେ ଗ୍ୟାସ ବାହାରିକିରି ଇଏ ଆଗକୁ ଗଲା ସ୍ୱର୍ଗ ଆଡକୁ ଗଲା ଦେନ୍ sank engulfed towards hell ତାପରେ ଜଳମାର୍ଗ ହୋଇ ନିଜ ନରକ ଆଡକୁ ଦବିଗଲା ସେ ଉଠି ଯାଇଥିଲେ ପୁଣି ରହିକି ନରକ ଆଡକୁ ତଳକୁ ଦବିଗଲା ଏ ପ୍ରାଣମୟ ଜଗତ ସତ୍ତା ମଧ୍ୟ ସେମିତି ହୁଏ କେତେବେଳେ ଉପରକୁ ଉଠେ କେତେବେଳେ ଉପରକୁ ଉଠିକି ଜଳି ଯାଇକିରି ଉପରକୁ ଉଠେ ଏବଂ ସେ ପୁଣି ନର୍କ ଭିତରେ ପଡିଯାଏ ଅର୍ଥାତ୍ ଆପଣ ଦେଖନ୍ତୁ ଜଣେ ଲୋକ କିଛି ସକ୍ସିଡ କଲା ନିଜର କାମନା ପୂର୍ଣ୍ଣ କରିବା ପାଇଁ ସକ୍ସିଡ କଲା ଆଗକୁ ଗଲା ଉପରକୁ ଉଠିଲା କିଛି ଦିନ ପରେ ସେ ପୁଣି ଜେଲ ଭିତରେ ପଶୁଛି ନର୍କକୁ ଗଲା ତାପରେ ପଡିଯାଉଛି ନର୍କକୁ ଗଲା ସେ ନର୍କ ଭିତରେ ଡୁବିଗଲା ତାପରେ ଦେଖନ୍ତୁ ଏଥରର କଥା ଆହୁରି ଆସିନି ଆହୁରି ଗୋଟେ ପୃଷ୍ଠା ରହିଯାଇଛି ଆରଥର it claimed to drag down the truth into the mire and used for muddy ends its brilliant force ତାର ଗୋଟେ ବ୍ରିଲିଏଣ୍ଟ ଫୋର୍ସ ଅଛି ତାର ଗୋଟିଏ ସମୁଜ୍ଜଳ ଶକ୍ତି ମହାଶକ୍ତି ରହିଛି ସମୁଜ୍ଜଳ ମହାଶକ୍ତି କାରଣ ତାରି ଭିତରେ ସବୁ ଅଛି ତ ମନର ସବୁ ଫୋର୍ସ ଅଛି କିନ୍ତୁ ପ୍ରକାଶିତ ହେଇପାରୁନି ଜଡତାକୁ ଜାବୁଡି ଧରୁଛି ପ୍ରାଣମୟ ସତ୍ତାଟାକୁ ଜାବୁଡି ଧରୁଛି ନିଜକୁ ପ୍ରକାଶ କରିପାରୁନି କିନ୍ତୁ ତା ଭିତରେ ଯୋଉ ଶକ୍ତି ରହିଛି ସେ ଶକ୍ତି ହଉଛି ସମୁଜ୍ଜଳ ମହାଶକ୍ତି ତାରି ଭିତରେ ଅଛି ପରମ ସତ୍ୟକୁ କର୍ତ୍ତବ୍ୟକୁ ଟାଣିବା ନିମନ୍ତେ ତାହା ଆରୋହଣ କରିଥିଲା ଉର୍ଦ୍ଧ୍ୱର ଯୋଉ ପରମ ସତ୍ୟ ସେ ଯୋଉ ଅଗ୍ନିଶିଖା ଉର୍ଦ୍ଧକୁ ଗଲା ବୋଲି ଆଗ ଲାଇନରେ କୁହାଯାଇଛି ସେ ଉର୍ଦ୍ଧକୁ ଯାଇକିରି ପରମ ସତ୍ୟକୁ ଆରୋହଣ କଲା ପରମ ସତ୍ୟକୁ ଟାଣି ଆଣିବ କର୍ଦ୍ଦମ ଭିତରକୁ ଯୋଉ କର୍ଦ୍ଦମରୁ ସେ ଗ୍ୟାସ ଉଠିକିରି ଜଳୁଛି ସେଇ କର୍ଦ୍ଦମ ଭିତରକୁ ପରମ ସତ୍ୟକୁ ଆଣିବା ପାଇଁ ସେ ଉପରକୁ ଉଠିଥିଲା ଏବଂ ତାର ସମୁଜ୍ଜଳ ମହାଶକ୍ତିକୁ ପଙ୍କିଳ ପରିଣତି ଉଦ୍ଦେଶ୍ୟରେ ବ୍ୟବହାର କଲା ତାର ଯୋଉ ସମୁଜ୍ଜଳ ମହାଶକ୍ତି ଅଛି ଉଦ୍ଦେଶ୍ୟଟା ହଉଛି ପଙ୍କିଳ ମୁଁ ଯେହେତୁ ପଙ୍କରେ ଅଛି ତ ତୁ କାହିଁ ଉପର ସେ ମହାସତ୍ୟକୁ ଆଣିକିରି ପଙ୍କିଳ ଭିତରେ ପୁରେଇବା ଏଇଟା ହଉଛି ପଙ୍କିଳ ପରିଣତି ପଙ୍କିଳ ସମୁଜ୍ଜଳ ଶକ୍ତିକୁ ପଙ୍କିଳ ପରିଣତି ଉଦ୍ଦେଶ୍ୟରେ ବ୍ୟବହାର କଲା ଆହୁରି ଗୋଟେ ଇମେଜ ଖାଲି ଇମେଜରେ ଭର୍ତ୍ତି ହେଇଛି ମାନେ ପ୍ରାଣମୟ ସତ୍ତାଟା ପ୍ରାଣମୟ ମନୋମୟ ସତ୍ତା ମିଶିଲା ପରେ ଡିଜାୟାର୍ଡ ମାଇଣ୍ଡର ଯେତେ କ୍ରିୟାକଳାପ ଅଛି ସେ ସବୁ ଯାକକୁ ପ୍ରଭୁ ଚେଷ୍ଟା କରିଛନ୍ତି
ये एकदम आध्यात्मिक शास्त्र ये विरल आध्यात्मिक शास्त्र रे मोर विश्वास ये विरल मु सब जगह आध्यात्मिक शास्त्र पढ़ी सब धर्मर किंतु मु भावुची एटा ए भलिया वर्णना कौन से आध्यात्मिक शास्त्र हुए तो नथिबो ये मन भीतर एत छोट काटिया जिनस आध्यात्मिक भितर कौन आसे तो छाड़देले गला से जहाँ था छाड़ देकर आम आत्मा को धरिक उपरको पलैबा आगे कौन मिल जड़ भितर पशि कौन मिल सबु साधन यहाँ ये आम परम प्रभु बड़ विचित्र सी तन्न तन्न कर सब अंधकार भितर प्रवेश कर सब देखी अनुभव कर कौन ए ह्यूज chameleon gold and blue and red turning to black and grey and lurid down. Hungry it started from a mottled bough of life to snap up insect joys, its favored food. The dingy sustenance of a sumptuous frame, nursing the splendid fashion of its hues. बड़ जटिल बहुत जटिल ए वर्णना ये उदाहरण बहुत जटिल चामेलियन अर्थ हूँ गोटे एंडुओ बहुरूपी एंडुओ एंडुओ कौन करे सुवर्ण सुनील तथा लोहित वर्णर एक विशाल बहुरूपी एंडुओ सुना रूप हो सुनेली रंग हो सुवर्ण और सुनेली सुनील नील हो ब्लू एंड रेड ता भर आलुओ बाहर रंग बाहर ब्लू ना रेड बाहर बहुरूपी एंडुओ ये प्राणमय सत्ताटी से बहु रूप ता भर बाहर बहु रूप ग्रहण कर निजर आकांक्षा चरितार्थ करने नाना भाव ये तार बहु रूप एंडुओ भली घनकृष्ण और दूसर उज्ज्वल नाली मिश्रा पंकिल वर्ण को परिवर्तित हुए से एंडुओटी भिन्न भिन्न रंग हो पारे परिवेश को धरिकी परिस्थिति को धरिकी खाद्य संग्रह करने आपण जी पढ़ी से जानते एंडुओ परिवर्तित हुए सब एंडुओ तार रंग परिवर्तन करे जो सुखिला पत्र डाले रा बल सनील हो ग्रीन भितर तार ग्रीन हो फ्लावर भितर फ्लावर रंग ग्रहण कर कारण जो से खाद्य संग्रह कर तार रूप धरिक शत्रु बा तार खाद्य चिन्ह पार प्राण सत्ताटी ठीक से परी ये जो डिजायर्ड सोल से भिन्न भिन्न रंग सब धरिक भिन्न भिन्न लोक पाक जीव भिन्न भिन्न को आकृष्ट कर तार खाद्य संग्रह करने ये तार गोटे इमेज प्राण सत्तार एवं आहरी देखो घन धूसर धूसर हो घन कृष्ण नील हो पिंगल वर्ण में परिवर्तन है प्राण सत्तार विभिन्न रंगरे रंजित वृक्षसा तारू क्षुदित हो स्थिर विस्फारित नयन चाहि रहा प्राण सत्तार विभिन्न रंगरे रंजित वृक्षराज वृक्षटे हूँ प्राण सत्तार प्रतीक तादेह भिन्न भिन्न रंग प्रकाशित हुए ना नहीं विभिन्न रंगरे रंजित वृक्ष शाखा शाखार रंग गोटे प्रकार पत्र रंग गोटे प्रकार फूलर रंग गोटे प्रकार चेरर रंग गोटे प्रकार जमती ये वृक्षर भिन्न भिन्न अंगरे भिन्न भिन्न रंग प्रकाशित होता है ये प्राणमय सत्ता एंडुओटी से भिन्न भिन्न रूप से प्रकाशित होता है तार रंग प्राण सत्तार विभिन्न रंग रंजित वृक्ष शाखार क्षुदित हो स्थिर विश्वानित नयन चाहि रहा एंडुओटे स्थिर विश्वानित नयन चारिपट को चाहूँ कोठे मोर खाद्य अच्छे एवं से एभली रंग धारण कर कीट पतंग ताकू देखिकी चिन्ह पारे कारण से वृक्षर रंग धारण कर जो मैंने पढ़ी विज्ञान बटनी बटनी पढ़ी से जानिए जे से रंगरे एंडुओटी थी खाद्य आइले चटकिन धर
Hungry, it stared from a mottled bow of life. ପ୍ରାଣସତ୍ତାର ବିଭିନ୍ନ ରଙ୍ଗରେ ରଞ୍ଜିତ ବୃକ୍ଷ ସାତାରୁ ବାଓ ଅଫ୍ ଲାଇଫ ଗୋଟେ ବୃକ୍ଷର ଶାଖା ମଟେଡ ଅର୍ଥ ବିଭିନ୍ନ ରଙ୍ଗରେ ରଞ୍ଜିତ ହେଇଥିବା ସେଇଟା ସେଇଟା ରହିକିରି ସେ ଅନେଇଲା କ୍ଷିରୁତ ହୋଇ ସ୍ଥିର ଦୃଷ୍ଟିରେ ନୟନରେ ଚାହିଁ ରହିଲା କୀଟ ପତଙ୍ଗ ରୂପୀ ଆନନ୍ଦ ରାଜିକୁ ଉଦାର ସହାୟତା କରିବାକୁ ତାର ପ୍ରିୟ ଭୋଜ୍ୟ ଯାହା ଥିଲା ତାର ପ୍ରିୟ ଭୋଜ୍ୟ କୀଟ ପତଙ୍ଗ ରୂପୀ ଆନନ୍ଦ ରାଜିକୁ ଉଦର ସହାୟତା କରିବାକୁ to snap up insect joys. Insect joy କଣ? ଜୟ ତ ଜୟ ପୁଣି ଇନସେକ୍ଟ ଜୟ କଣ? କି ଚମତ୍କାର ଏ ବର୍ଣ୍ଣନା ଆପଣ ଦେଖନ୍ତୁ ଆମେ ଯୋଉଟାକୁ ସାଧାରଣତଃ ପ୍ରାଣୀ ମନସତ୍ୱରେ ଏବଂ ଯୋଉ ଜୟଟାକୁ ମିଳୁଛି ଜଣଙ୍କ ପ୍ରତି ଆକୃଷ୍ଟ ହେଇକିରି ତା ସାଙ୍ଗରେ ସୁଖ ସଙ୍ଗ ହେଇକିରି ଯୋଉ ଜୟଟା ମିଳେ ଦ୍ୟାଟ୍ ଇଜ ଇନସେକ୍ଟ ଜୟ ସେ ଜୟର କିଛି ମୂଲ୍ୟ ନାହିଁ ଆପଣ ଦେଖନ୍ତୁ ସେ ଜୟଟା କେମିତି ହୁଏ ଜୟଟା ହଉଛି ଶ୍ରୀରବିନ୍ଦ ବର୍ଣ୍ଣନା କରିଛନ୍ତି ଅନ୍ୟତ୍ର ଯେ ଜୟ ଆସିছে କୋଉଠୁ ଜୟଟା ଜୟଟା କୋଉଠି ଅଛି ପରମ ଦିବ୍ୟାନନ୍ଦର ଉର୍ଦ୍ଧ୍ୱରେ ଅଛି ପରମାନନ୍ଦ ଏବଂ ପରମାନନ୍ଦ ବା ଜୟଟା ହଉଛି ଏ ସଂସାରର ଭିତ୍ତି ବୁକ୍ 9 ରେ ମା ତାକୁ ବର୍ଣ୍ଣନା କରୁଛନ୍ତି ଯେ ଯୋଉ ଦିଟା ଭିତ୍ତି ଉପରେ ସୃଷ୍ଟି ତିଆରି ହେଲା ଗୋଟେ ହଉଛି ଲଭ୍ ବା ପ୍ରେମ ବା ଜୟ ଏବଂ ଆଉ ଗୋଟେ ହଉଛି ସ୍ୱାଧୀନତା ସ୍ୱାଧୀନତା ରହିଛି ସେଇଟା ରହିଛି ସେ ଯୋଉ ଜୟଟା ରହିଛି ସେ ଯେତେବେଳେ ଇଟ୍ କମ୍ସ ଡାଉନ୍ ଯେତେବେଳେ ପରମାତ୍ମାଙ୍କ ପାଖରେ ଥାଏ ସେ ଇନଏଲିନେଟେଡ୍ ଜୟ ସାବିତ୍ରୀ ଗୋଟେ ଲାଇନ ଅଛି ଇନଏଲିନେଟେଡ୍ ଜୟ ଅବିଚ୍ଛେଦ ଅବିଚ୍ଛେଦ୍ୟ ଆନନ୍ଦ ସେ ଆନନ୍ଦଟା ପରମାନନ୍ଦ ପରମଙ୍କ ପାଖରୁ ପୂର୍ଣ୍ଣ ରୂପେ ଛାଡିକିରି ଆସେନି ଇନଆଲିନେଟେଡ୍ ସେ ଜୟଟା କୋଉ ଅଛି ଚିତ୍ ଆଉ ସତ୍ୟ ସତ୍ ଚିତ୍ ଆନନ୍ଦ ସତ୍ ଆଉ ଚିତ୍ ଯେତେବେଳେ ମିଳିତ ହୁଅନ୍ତି ସେ ଚତୁଃପାର୍ଶ୍ୱରେ ଯୋଉ ଜିନିଷଟି ତିଆରି ହୁଏ ସେଟା ହଉଛି ଆନନ୍ଦ ତେଣୁ ସତ୍ ଚିତ୍ ମିଳିତ ହେଇକି ରହିଲେ ଆନନ୍ଦ ତାଙ୍କୁ ଛାଡିକି ଆସିବନି କିନ୍ତୁ ସେଇ ଆନନ୍ଦ ଯେତେବେଳେ ପୃଥିବୀ ପୃଷ୍ଠରେ କ୍ରିଏସନ ଭିତରକୁ ଆସେ it becomes the delight ଡିଲାଇଟ୍ ହଉଛି ବିଶ୍ୱାନନ୍ଦ ସେଥିପାଇଁ ମୁଁ ଯୋଉଠି ଡିଲାଇଟ୍ ଶବ୍ଦ ଆସୁଛି ସବୁଠି ବିଶ୍ୱାନନ୍ଦ ବ୍ୟବହାର କରେ ବିଶ୍ୱାନନ୍ଦ ଅର୍ଥ ସେ ପୂର୍ଣ୍ଣାନନ୍ଦ ନୁହେଁ ବିଶ୍ୱ ଭିତରେ ଥିବା ଆନନ୍ଦ ସେଥିପାଇଁ ଅନ୍ୟ ସବୁ କୁହାଯାଉଛି କଥା କଥାରେ ଦିବ୍ୟାନନ୍ଦ ହେଲେ ସିଏ ବିଶ୍ୱାନନ୍ଦ ହେଲେ ବିଶ୍ୱରେ ଯୋଉ ଆନନ୍ଦ ଅଛି ସମଗ୍ର ବିଶ୍ୱରେ ଖେଳି ରହିଛି ଯୋଉ ଆନନ୍ଦ ସୃଷ୍ଟି ଭିତରେ ସେ ହଉଛି ବିଶ୍ୱାନନ୍ଦ ଇଣ୍ଡିଭିଜୁଆଲକୁ ଯେତେବେଳେ ଆସ ଇଟ୍ ବିକମ୍ସ ଜୟ ସେଇ ଆନନ୍ଦ ଯେତେବେଳେ ଇଣ୍ଡିଭିଜୁଆଲ ଭିତରକୁ ଆସିବ ଇଟ୍ ବିକମ୍ସ ଜୟ ତାର ଅର୍ଥ ଜୟଟା ସେଠୁ ଆସିଛି କିନ୍ତୁ ସେ ଜୟକୁ ବି ଉପଲବ୍ଧ କରିବା ଭଳିଆ କ୍ଷମତା ଆମର ନାହିଁ ପ୍ରାଣସତ୍ତା ଆମକୁ ସେଟା ଦିଏନି ପ୍ରାଣସତ୍ତା ଭିତରେ ଜୟଟା ଯଦି ଅଛି that joy କାମନା ଚରିତାର୍ଥ କରିବା ଜୟ that is the insect joy ତାର ଭବିଷ୍ୟତ କିଛି ନାହିଁ ଏବଂ ସେ ଟିକେ ଜୟ ଆନନ୍ଦ ଦେଇଦବ ତାପରେ ବେଶ ସରିଲା ସେ ଆର ପଟକୁ ଗଲା ବେଳକୁ ସେ ଜୟ କୁଆଡେ ଚାଲି ଯାଇଥିବ ସେଠୁ ବୃକ୍ଷ ହେଇଯିବ that is why it is insect joy ଏଠି ଯୋଉ କୁହାଯାଇଛି to snap up insect joy କୀଟ ପତଙ୍ଗ ରୂପୀ ଆନନ୍ଦ ରାଜି ସେଇ ଆନନ୍ଦଟା ଆମେ ଯୋଉଟା ଏଇଠୁ ଅନୁଭବ କରୁଛୁ ଗୋଟେ ଭଲ ଖାଦ୍ୟଟେ ଖାଇଦେବି ଯୋଉ ଆନନ୍ଦ that is insect joy it has no basis ଉପର ଠାଉରିଆକିରି ଆସିଛି ସେମିତି ନିଜର ପ୍ରେମିକାକୁ ପ୍ରେମକୁ ଚରିତାର୍ଥ କଲେ ଯୋଉ ସାମାନ୍ୟ ଆନନ୍ଦଟି ମିଳେ that is also insect joy
ସେ ଜୟରେ ପରମାନେନ୍ସି ନଥାଏ। ଏଇଠି ଅଛି ଆରପଟକୁ ଫେରେ ଈର୍ଷା ପଳେଇ ଆସିବ, ତାପରେ ତା ପ୍ରତି ନୃଶଂସତା ଆସିଯିବ। ତେଣୁ ସେ ଇନସେକ୍ଟ ଜୟ ଏବଂ ଫେଭର୍ଡ ଫୁଡ ତାର ପ୍ରିୟ ଭୋଜ୍ୟ ହେଲା ପତଙ୍ଗ। ପ୍ରିୟ ଭୋଜ୍ୟ ହେଲା ପତଙ୍ଗ। ପତଙ୍ଗ ରୂପୀ ଆନନ୍ଦ ରାଜିକୁ ଉଦାର ସାତ କରିବାକୁ ତାର ପ୍ରିୟ ଭୋଜ୍ୟ ଏକ ଅତ୍ୟୁଦ୍ଭୁତ ଏକ ଅତି ଅଦ୍ଭୁତ କଳେବର ଅପରିଷ୍କୃତ ପୃଷ୍ଟି ସାଧନ ନିମିତ୍ତ ତାର ବର୍ଣ୍ଣ ବୈଭବ ଜାକଜମକପୂର୍ଣ୍ଣ ଆବେଗ ପରିତୋଷଣ କରି। ଦେଖନ୍ତୁ ଏ କି ଉପମା, ଏ କି ପ୍ରକାର ଇମେଜ, ଆକୁ ବୁଝିବା କେତେ କଷ୍ଟକର ଆପଣ ଦେଖ। ସେଥିପାଇଁ ଆପଣ ଦେଖିବେ ସାବିତ୍ରୀର ଯେତେ ଆଲୋଚନା ହଉଛି ଏ ବୁକ୍ ଟୁକୁ କିଏ ସ୍ପର୍ଶ କରୁନାହାନ୍ତି। ବୁକ୍ ଟୁ ଟି ଏଡେ ଜଟିଳ, ବୁକ୍ ଟୁକୁ ତାକୁ ବୁଝିବା ଯେତେ ଜଟିଳ, ବୁଝିବା ଆହୁରି କଷ୍ଟକର ବୁଝେଇବା। ତେଣୁ ସେ ଜିନିଷକୁ କେହି ସ୍ପର୍ଶ କରୁନାହାନ୍ତି। କୋଉଟେ କୋଉଠି ଟିକେ ପଦେ କହିଦଉଥିବେ, କିନ୍ତୁ ସବୁ ଯାକ ଜିନିଷ ଯାଏ ସେପଟେ ବୁକ୍ 6 ରୁ ଆରମ୍ଭ କରି ଉର୍ଦ୍ଧ୍ୱକୁ ଯାଏ। ତେଣୁ ବୁକ୍ 6 ପର୍ଯ୍ୟନ୍ତ, ବୁକ୍ 5 ଆଡକୁ ଖୁବ କମ ଆଲୋଚନା ହୁଏ। ଆପଣ ଦେଖନ୍ତୁ ସାବିତ୍ରୀ ଆଲୋଚନା ଯେତେ ହଉଛି। ତେଣୁ ଇଏ ଦେଖନ୍ତୁ, ଇଏ ଆଉ ଏକ ଇମେଜ, ଖାଲି ଇମେଜରେ ଭର୍ତ୍ତି। ଅତି ଅଦ୍ଭୁତ କଳେବର ଅପରିଷ୍କୃତ ପୃଷ୍ଟି ସାଧନ ନିମିତ୍ତ ଅପରିଷ୍କୃତ ପୃଷ୍ଟି ଷ୍ଟମ୍ପୁଆସ ଫେମ୍, ଯୋଉ ଫ୍ରେମରେ ଷ୍ଟମ୍ପୁଆସ ଅପରିଷ୍କୃତ ସେ ପୃଷ୍ଟି ସାଧନ ନିମିତ୍ତ ତାର ବୈନ ବୈଭବର ଜାକଜମକ ପୂର୍ଣ୍ଣ ଆବେଗ ପ୍ରତିପୋଷଣ କରି କୀଟ ପତଙ୍ଗ ରୂପୀ ଆନନ୍ଦ ରାଜ୍ୟର ଉଦାର ସାତ କରିବାକୁ ତାର ପ୍ରିୟ ଭୋଜ୍ୟ ଏକ ଅତ୍ୟଦ୍ଭୁତ କଳେବର ଡିଞ୍ଜି ସବଷ୍ଟାନ୍ସ, ଅତି ଅଦ୍ଭୁତ କଳେବର ଅପରିଷ୍କୃତ ପୃଷ୍ଟି ସାଧନ ର ଏକ ଅତ୍ୟୁଦ୍ଭୁତ କଳେବର। ଅତ୍ୟୁଦ୍ଭୁତ କଳେବର ହଉଛି ଷ୍ଟୁପେଣ୍ଡାସ ଫ୍ରେମ୍। ଏକ ଅତ୍ୟୁଦ୍ଭୁତ ଏ ଷ୍ଟୁପେଣ୍ଡାସ ଫ୍ରେମ୍ ଅଫ୍ କଳେବରର ଅପରିଷ୍କୃତ ପୃଷ୍ଟି ସାଧନ ନିମିତ୍ତ। ଅପରିଷ୍କୃତ ପୃଷ୍ଟି ଡିଞ୍ଜି ସବଷ୍ଟାନ୍ସ, ଅପରିଷ୍କୃତ ପୃଷ୍ଟି ସାଧନ, ତାର ବର୍ଣ୍ଣ ବୈଭବ ଜାକଜମକ ପୂର୍ଣ୍ଣ ଆବେଗ ପ୍ରତିପୋଷଣ କରି। ଜାକଜମକ ପୂର୍ଣ୍ଣ ଆବେଗ ତା ଭିତରେ ଥାଏ, ତାକୁ ବର୍ଣ୍ଣ ବୈଭବର ନାନା ପ୍ରକାର ବର୍ଣ୍ଣ ଭିତର ଦେଇ ନର୍ସିଂ ଦି ସ୍ପ୍ଲେଣ୍ଡିଡ ପ୍ୟାସନ ଅଫ୍ ଇଟ୍ସ ହ୍ୟୁଜ, ସ୍ପ୍ଲେଣ୍ଡିଡ ପ୍ୟାସନ ଆବେଗ, ସେ ଆବେଗଟା କେମିତି ସ୍ପ୍ଲେଣ୍ଡିଡ, ଜାକଜମକ ପୂର୍ଣ୍ଣ ଆବେଗ ଅଫ୍ ଦି ହ୍ୟୁଜ, ବର୍ଣ୍ଣ ବୈଭବ ରାଜ୍ୟର ପ୍ରତିପୋଷଣ କରି। ଏସବୁ ବର୍ଣ୍ଣନା ଶୁଣିଲେ, ଏସବୁ ବୁଝିଲେ ବଡ କଷ୍ଟକର ମନେ ହେଉଥିବ। ମୁଁ ଭାବୁଛି ବର୍ତ୍ତମାନ ଆମେ ଏଇଠି ଗୋଟେ 10 ମିନିଟ ବ୍ରେକ୍ ନବା, ଦେଇକିରି ଆମେ 5ଟା ପୂର୍ବରୁ 5ଟାକୁ 5 ମିନିଟ ଥିବ ପୁଣି ନେକ୍ସଟ ସେକ୍ସନକୁ ଆସିବା। ଏଇ ବହୁତ ସ୍ଲୋ, ତରତର ହେଇକିରି ଖୁସିକି ଆଗକୁ ପଳେଇଲେ ହଉନି। ମୁଁ ଚେଷ୍ଟା କରୁଛି ଆଗକୁ ଯିବା ପାଇଁ, କିନ୍ତୁ ଇଏ ଏତେ ଜଟିଳ, ଏ ଜଟିଳତାକୁ ନେଇକରି ଆପଣ ମାନଙ୍କ ଆଗରେ ପରିବେଷଣ କରିବା ମାଙ୍କ ସହାୟତା ବିନା ଇଏ ସମ୍ଭବ ନୁହେଁ। ଆପଣ ମାନେ ଯଦି ଭାବୁଥିବେ ମୁଁ ଏସବୁ କହିକିରି ଆପଣ ମାନଙ୍କୁ ଖୁସି କରୁଛି, ତା ନୁହେଁ। ଏ ସବୁ ଯାକ ପରିବେଶ ଟେ ତିଆରି ହୁଏ ମାଙ୍କ ଯୋଗୁଁ। ମା ହିଁ ସବୁ କରୁଛନ୍ତି। ମୋର ଶୋଇବା, ବସିବା, ଖାଇବା ସବୁ ଭିତରେ ସବୁବେଳେ ମନେ ହୁଏ ମା ହିଁ ଏସବୁ କାର୍ଯ୍ୟ ଚଳାଉଛନ୍ତି। ତେଣୁ ଆପଣମାନେ 10 ମିନିଟ ଛାଡିକିରି ପୁଣି ଆସିବେ, ଆମେ ଆକୁ କାର୍ଯ୍ୟ କରିପାରିବା। ଆମେ ସେକେଣ୍ଡ ସେକ୍ସନ କାର୍ଯ୍ୟ ଆରମ୍ଭ କରିବା।
ଏସବୁ ଜିନିଷ ଗୁଡାକ ବର୍ଣ୍ଣନା ଗୁଡା ଶୁଣିଲା ବେଳେ ଗୋଟେ ବୋରିଂ ଫିଲ୍ କରୁଥିବେ ଆପଣମାନେ, କାରଣ ଏଥିରେ ଏତେ ଜଟିଳ ଇମେଜ ସବୁ ଦିଆହେଇଛି, ଏ ପ୍ରାଣମୟ ସତ୍ତାର ଏ ସବୁ ଇମେଜ, ଯୋଡିଏ ଇମେଜ ସେଠୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୋଟେ ହଉଛି ୱାଇଲ୍ଡ ଏସ୍, ରେଡ୍ ୱାଇଲ୍ଡ ଏସ୍, ଯୁଆଡେ ସିଆଡେ ମାରିକିରି ଚାଲିବା, ଏବଂ ଲାଇନ୍ ମ୍ୟାନ୍ ଇଏ ଗୋଟେ, ଆଉ ଗୋଟେ ହଉଛି ଯୋଉ ଇନସେକ୍ଟ ଡିଜି ଇନସେକ୍ଟ ଇଏ ଏଣ୍ଡୁଅ, ଏଣ୍ଡୁଅ ଭଳିଆ ରୂପ ଧାରଣ କରି ନାନା ଭାବରେ ପ୍ରଭାବିତ କରି ନିଜର କାମନାକୁ ପୂର୍ଣ୍ଣ କରିବା ପାଇଁ ନାନା ଭାବରେ ସିଏ ପରିଭ୍ରମଣ କରେ ସଂସାରରେ। ଆମେ ଅଙ୍ଗ ଲିଭଉଛେ, ଆମେ ଭାଇ ପ୍ରତିଦିନ ସାଉଣ୍ଡ ଆସୁନି, ସାଉଣ୍ଡ ଆସୁନି, ସାଉଣ୍ଡ ଆସୁନି ଭାଇ, ଆରେ ଏ ବାପ, ସାଉଣ୍ଡ ଆସୁନି। ନାଇଁ ଆମର ତ ସାଉଣ୍ଡ ଆସୁଛି, ଆପଣଙ୍କୁ ଟିକେ ଚେକ୍ କରିଦିଅନ୍ତୁ ମହେନ୍ଦ୍ର ଭାଇ, ଆମର ତ ଆସୁଛି। ଏବେ ଗଲା କି? ହଁ ଶୁଭୁଛି ଶୁଭୁଛି, ମହେନ୍ଦ୍ର ଭାଇ ଟିକେ ଆପଣଙ୍କ ସିଷ୍ଟମ ଚେକ୍ କରିଦିଅନ୍ତୁ। ଶୁଭିଲା କି ଏବେ? ହ୍ୟାଲୋ, ଭାଇ ଠିକ ଶୁଭୁଥିଲା, ହୁଁ, କିଛି ଆମର ଅସୁବିଧା ନଥିଲା। ସେ ମହେନ୍ଦ୍ର ଭାଇଙ୍କର କଣ ଅସୁବିଧା ହେଇଥିଲା? ଆଚ୍ଛା ଆଚ୍ଛା, ଏବେ ଶୁଭିଲା ତ? ହଁ ହଁ ଶୁଭୁଛି, ଆପଣ କଣ୍ଟିନ୍ୟୁ କରନ୍ତୁ। ଆଚ୍ଛା ଆଚ୍ଛା, ଆପଣ ଦେଖନ୍ତୁ ଏଇ ଯୋଉ ଯୋଡିଏ ଇମେଜ ଏଠି ଦେଇଛନ୍ତି, ଗୋଟେ ହେଲା ବର୍ଣ୍ଣ ପରିବର୍ତ୍ତନ କରୁଥିବା ଏଣ୍ଡୁଅ, ଆଉ ଗୋଟେ ହେଲା ଯୋଉ ୱାଇଲ୍ଡ ଏସ୍, ୱାଇଲ୍ଡ ଏସ୍ ର ଦୁର୍ଦ୍ଦାନ୍ତ, ସିଂହ ବାହିନୀର ଦୁର୍ଦ୍ଦାନ୍ତ, ଏବଂ ରଙ୍ଗ ପରିବର୍ତ୍ତନ କରେ ପ୍ରାଣମୟ ଜଗତ, ପ୍ରାଣମୟ ସତ୍ତା ନାନା ରଙ୍ଗ ପରିବର୍ତ୍ତନ କରି ନିଜର କାମନା ଚରିତାର୍ଥ କରିବେ। ଇଏ ବଡ ଚମତ୍କାର ଇମେଜ ଦିଟା ଦେଇଛନ୍ତି ପ୍ରଭୁ। ଏବଂ ଏଠି ଗୋଟେ ଇମେଜ ଆଉ ଗୋଟେ ଇମେଜ ଦେଲେ, ଏ ଯୋଉ dingy substance of the of a stupendous brain, ଅପରିଷ୍କୃତ ପୃଷ୍ଟି ସାଧନ, ପୃଷ୍ଟି ସାଧନ ମାନେ ଯୋଉ ଖାଦ୍ୟ ଖାଇଲେ ପୃଷ୍ଟି ହବ, ସେ ପୃଷ୍ଟି ସାଧନ ନର୍ସିଂ ଦି ସ୍ପ୍ଲେଣ୍ଡିଡ ପ୍ୟାସନ ଅଫ ଇଟ୍ସ ୟୁଜ, ଏଟା ତ ଯାଇଥିଲା। A snake of flame with a dull color for tail, followed by a dream brood of glittering thought, a lifted head with many tinged flickering crests, it leaked all knowledge with a smoky tongue. এটা ফুল স্টপ গলা। ବର୍ଣ୍ଣିଶିକାର ଏକ ଭୁଜଙ୍ଗ, ଯାହାର ଲାଞ୍ଜରେ ମଳିନ ମେଘ ଭଳି, ଯାହାର ଲାଞ୍ଜ ମଳିନ ମେଘ ଭଳି, ମଳିନ ମେଘ କଣ? ଡଲ୍ କଲର୍ଡ ଫର୍ ଟେଲ୍, ଡଲ୍ କ୍ଲାଉଡ, ଆଇ ଏମ୍ ସରି, ଡଲ୍ କ୍ଲାଉଡ ଫର୍ ସ୍ପେଲ୍, କ୍ଲାଉଡ ଟା ସବୁବେଳେ ଡଲ୍, ସେ ଆକାଶରେ ତାର ଉଜ୍ଜଳତା ନଥାଏ, ତାର ଟେଲ ଟା ସେଇଭଳିଆ ହେଇଥାଏ। କି ଇମେଜ ଆକୁ କେମିତି ବୁଝିବେ? ଚକଚକ କରୁଥିବା ଚିନ୍ତାରାଜିର ଏକ ସ୍ୱପ୍ନ ଶାବକ ଦ୍ୱାରା ଅନୁସୃତ ହୋଇ ବହୁବର୍ଣ୍ଣ ରଞ୍ଜିତ ଅସ୍ଥିର ଆଲୋକ ସଞ୍ଚରଣକାରୀ ଚୂଡ଼ାରାଜି ସହିତ ଏକ ଉନ୍ନତ ମସ୍ତିଷ୍କ ଧାରଣ କରି ତାହା ତାର ଏକ ଧୂମାଭ ଜିହ୍ବା ଦ୍ୱାରା ଜ୍ଞାନକୁ ଲେହନ କଲା। এই ଇମେଜଟା ଦେଖନ୍ତୁ, ଯୋଉ ବ୍ୟକ୍ତିଟା ପ୍ରାଣମୟ ଜଗତ, ପ୍ରାଣମୟ ସତ୍ତା ଦ୍ୱାରା, ଏଇ ନିମ୍ନ ପ୍ରାଣ ଦ୍ୱାରା ପରିଚାଳିତ ହୁଏ, ତାର ଜ୍ଞାନ ନଥାଏ କି? କିନ୍ତୁ ତାର କିଛି ଜ୍ଞାନ ଥାଏ। ବଡ ବଡ ଜ୍ଞାନୀ ମାନେ ବର୍ତ୍ତମାନ ଏ କାର୍ଯ୍ୟ କରିକିରି ଆରେଷ୍ଟ ହେଇକିରି ଜେଲକୁ ଯାଉଛନ୍ତି। ପ୍ରଫେସର ଶ୍ରେଣୀର ଅନ୍ୟାନ୍ୟଙ୍କର ସେମାନଙ୍କର ଜ୍ଞାନ ନାହିଁ, କିନ୍ତୁ ସେ ଜ୍ଞାନଟାକୁ କିଏ ଗୋଟେ ଖାଇ ଯାଇଥାଏ। ସେଇ ସମୟରେ, ଯୋଉ ସମୟରେ ସେ ତାଙ୍କର
ବାସନା କାମନା ଚରିତାର୍ଥ କରିବାକୁ କାର୍ଯ୍ୟ କରନ୍ତି ଜ୍ଞାନଟାକୁ କିଏ ଖାଇ ଦେଇଥାଏ। କିଏ ସିଏ? ଏ ଦେଖନ୍ତୁ କେତେ ସୁନ୍ଦର ଇମେଜ। ଏ ସ୍ନେକ୍ ଫ୍ଲେମ୍, ବନ୍ୟ ଶିକାର ଏକ ଭୁଜଙ୍ଗ। ଫ୍ଲେମ୍ ଟା ବନ୍ୟଶିକାକୁ ଗୋଟେ ରୂପକ ଦିଆହେଇଛି ସପ ଭଳିଆ। ବନ୍ୟଶିକା ଉର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହେଇକି ଉଠେ। ସାପ ଯେମିତି କୁଆଡେ ଫଣା ଟେକିକିରି ଯାଏ, ସେଇଭଳିଆ ବନ୍ୟଶିକା ଉର୍ଦ୍ଧ୍ୱକୁ ଉଠେ। ଏ ସ୍ନେକ୍ ଅଫ୍ ଫ୍ଲେମ୍ with a dull colored fur tail, ତା ଲାଞ୍ଜଟା ଡଲ୍ କଲର ହେଇଥାଏ, ଡଲ୍ କ୍ଲାଉଡ୍ ହେଇଥାଏ। followed by a dream brood glittering thoughts। ଏଇଟା କୋଉଠୁ ଆସେ ଦେଖନ୍ତୁ, ସେ ଶବ୍ଦ ପ୍ରୟୋଗ କେମିତି ଦେଖନ୍ତୁ। ଡ୍ରିମ୍ ବ୍ରୁଡ୍ ଗ୍ଲିଟରିଂ ଥଟ୍। ଗ୍ଲିଟରିଂ ଥଟ୍ ହଉଛି ଚକଚକ କରୁଥିବା ଚିନ୍ତା ରାଶି। ଗ୍ଲିଟରିଂ ଥଟ୍ ର ଏକ ସ୍ୱପ୍ନ ବିଶାଳ ଦ୍ୱାରା ଅନୁସୃତ ହୋଇ, ସ୍ୱପ୍ନ ଶାବକ। ଡ୍ରିମ୍ ବ୍ରୁଡ୍, ବ୍ରୁଡ୍ ମାନେ ଶାବକ। ସ୍ୱପ୍ନ ଶାବକ ମାନେ ସ୍ୱପ୍ନ ଭିତରେ ସେ ସ୍ୱପ୍ନ ଭଳିଆ ଗୋଟେ ଶାବକ ତାର ଜନ୍ମ ହେଇଛି। କିନ୍ତୁ ବୁଝିବେ ଦେଖନ୍ତୁ, ଜଣେ ପ୍ରଫେସର ଶ୍ରେଣୀର ବଡ ଉଚ୍ଚତର ଧରଣର ବ୍ୟକ୍ତି, ତା ଭିତରେ ଏକ ସ୍ୱପ୍ନ ଆସିଲା। ସେ ସ୍ୱପ୍ନର ଯୋଉ ଶାବକ ଆସିଲା, ସେ ଶାବକ ଦ୍ୱାରା ସେ ଅନୁସୃତ ହେଲା, ତା ପଛରେ ଗୋଡ଼େଇଲା ଏବଂ ଗ୍ଲିଟରିଂ ଥଟ୍ସ, ଚକଚକ କରୁଥିବା ଚିନ୍ତା ରାଶିର ଏକ ସ୍ୱପ୍ନ ଶାବକ। ସେ ସ୍ୱପ୍ନ ଶାବକଟା କାହାର ନା ଗ୍ଲିଟରିଂ ଥଟ୍ସ, ଚକଚକ କରୁଥିବା ଚିନ୍ତା ରାଶି। ଯୋଉ ଚିନ୍ତାଟା ପ୍ରବେଶ କଲେ ମନ ଭିତରେ ଗୋଟେ ଚକଚକ ଭାବ ଆସେ, ତାକୁ ମୁଁ ନେଇଯିବି, ନିଜର କରିଦେବି, ଆଉ ଗୋଟେ କଣ କରିବି, କାମନା ବାସନା ଚରିତାର୍ଥ କରିବି, ଏଇଭଳିଆ ଗୋଟେ ଚକଚକ ଚିନ୍ତା ରାଶି ତାକୁ ଗୋଟେ ସ୍ୱପ୍ନର ଶାବକ ତିଆରି କଲା। ତାକୁ ଅନୁସୃତ ହୋଇ ବହୁବର୍ଣ୍ଣ ରଞ୍ଜିତ ଅସ୍ଥିର ଆଲୋକ ସଂସାରଣକାରୀ ଚୂଡ଼ାରାଜି। ଇଏ ହଉଛି ଗୋଟେ ଇମେଜ କହନ୍ତୁ ବା ଗୋଟେ ଇଏ ଦିଅନ୍ତୁ, ବହୁବର୍ଣ୍ଣ ରଞ୍ଜିତ ଅସ୍ଥିର ଆଲୋକ ସଂସାରଣକାରୀ ଚୂଡ଼ାରାଜି। କ୍ରେଷ୍ଟ, କ୍ରେଷ୍ଟ ଅର୍ଥ ହଉଛି ଚୂଡ଼ା ସବୁ, ଯେ ଶୀର୍ଷ ବିନ୍ଦୁ ହଉଛି କ୍ରେଷ୍ଟ। ଚୂଡ଼ାରାଜି ସହିତ ଏକ ଉନ୍ନତ ମସ୍ତକ। ସାପଟା କଣ ଗୋଟେ ମସ୍ତକ ଅଛି, ସେ ଯେତେବେଳେ ଫଣା ଟେକେ, ତାର ମସ୍ତକ ଗୁଡାକ, ତାର ଚୂଡ଼ାଟା ମାନେ ମସ୍ତକ, ସେ ବହୁବର୍ଣ୍ଣ ରଞ୍ଜିତ ଅସ୍ଥିର ଆଲୋକ, ତା ଭିତରେ ଗୁଡାଏ ଅସ୍ଥିର ଆଲୋକ, ବହୁବର୍ଣ୍ଣ ହେଇଥିବା ଆଲୋକ ସଞ୍ଚାରଣ କରୁଥିବା, ଅର୍ଥାତ୍ ସେ ସର୍ପର ଶରୀର ମୁଣ୍ଡରେ ଏସବୁ ଆଲୋକ ସଞ୍ଚାରିତ ହଉଥିଲା। ୟାକୁ ନିଅନ୍ତୁ, ଯୋଉ କାମନା ବାସନାଟି ଜଣେ ଉଚ୍ଚ କୋଟିର ଇଏ ସାଙ୍ଗରେ ସେ କାମନାରେ ଲାଳାୟିତ ହେଇଛି, ସେ କାମନାଟା ଧର ସମ୍ପତ୍ତି, ଧନ ପ୍ରତି ନାନା ଭାବରେ ଧନ ସଂଗ୍ରହ କରିବାଟା ହଉଛି ମଧ୍ୟ କାମନାର ଗୋଟେ ରୂପ। ତାକୁ ଯଦି ତା ଭିତରେ ଯୋଉ ଜ୍ଞାନଟା ଟିକେ ଥିବ, ଆରେ ଏମିତି କଲେ ମୋର ଅମୁକ ହେଇଯିବ, ସମକ ହେଇଯିବ, ସେ ଜ୍ଞାନଟାକୁ ଚାଟିକିରି ସଫା କରିଦେଲା। ସେ ଜ୍ଞାନଟା ତାର କୁଆଡେ ଗଲା ହେରି, ସେ କହୁଛି ହଁ ଏମିତି କେତେ ଲୋକ କରୁଛନ୍ତି, ମୁଁ ହେଲେ ଟିକେ କରିବି, ଗୁଡାଏ ସମ୍ପତ୍ତି ରୋଜଗାର କରିବି, କିମ୍ବା କୌଣସି ଗୋଟେ ତାର ଏମ୍ପ୍ଲୟି ଭିତରେ ପ୍ରେମ ସମ୍ପର୍କ ସ୍ଥାପନ କରି ତାକୁ ଅକ୍ତିଆର କରିନେବି। ଏଇଭଳି ଏକ ଭାବ, ଏଇଭଳି ଏକ ଚିନ୍ତା, ସିଏ ହଉଛି ଏ ଚିନ୍ତାଟା କଣ, ଚକଚକ କରୁଥିବା ଚିନ୍ତାରାଜି ର ଶାବକ। ସେଇ ଚିନ୍ତାରୁ ଜନ୍ମ ହେଇଛି ଯୋଉ ଶାବକଟି, ତାକୁ ଫଲୋ କରି, ତାକୁ ଅନୁସୃତ କରି ବହୁବର୍ଣ୍ଣ ରଞ୍ଜିତ ଅସ୍ଥିର ଆଲୋକ ସଞ୍ଚାଳନକାରୀ ଚୂଡ଼ାରାଜି ସହିତ ଏକ ଉନ୍ନତ ମସ୍ତକ ଧାରଣ କରି, ମସ୍ତିଷ୍କଟା ଉନ୍ନତ ଥିବ, ସେଥିରେ ବହୁବର୍ଣ୍ଣ ରଞ୍ଜିତ ହେଇଥିବ, ଅସ୍ଥିର ଆଲୋକ ସଞ୍ଚାରଣ କରୁଥିବ, ସେ ତାକୁ ଅର୍ଥାତ୍ ମନେକର ସାପ ଫଣାଟା ଟେକିଲା, ତାର ଯଦି ସବୁ ଭିନ୍ନ ଭିନ୍ନ ବିନ୍ଦୁ ଥାଏ, ସେ ବିନ୍ଦୁ ଦେଇକରି ନାନା ରଙ୍ଗ ଇଏ ହଉଥାଏ, ଅସ୍ଥିର ଆଲୋକ ସବୁ ଥାଏ,
अस्थिर आलोक कौन जलुव लिभिज जलुव लिभिज से हूँ अस्थिर आलोक से संचारण करुला अस्थिर आलोक ए चूड़ारा आज ये सब जाक कौन ना डिजायर्ड माइंड रो नाना रूप डिजायर्ड माइंड रो ये एक रूप साप भाया सापर मुंडरे एभलिया सब थी धारण करी ताहा तार एक धूमाभ जिह्वा द्वारा ज्ञान को लेहन कला तार जो जीभटा थिला से जो जीभटा हूँ धूमाल धूमाल ये कहीं धूमाभ अर्थात स्मोकी अर्थात से आलोक नहीं से ज्ञान नहीं से जो जीभ द्वारा एटा इमेज देखो से सापर जो जीभटा थिला से जीभ द्वारा चाटिकी सफा करदेला क्या सफा करदेला चाटिकी धूमा जीभ द्वारा ज्ञान को लेहन करदेला जेते बड़ चाकरी थे ऊर्ध्वे थे प्रोफेसर होते जो ज्ञानटा थिला से ज्ञान को तथाकथित सर्प जो सर्प भुजंग जो सर्प एक स्वप्न साहब चिंता राज्य पछरे फॉलो कला स्वप्न साहब जो चिंता राज्य फॉलो कला जे ता भीतर जो स्वप्न सब जन्म नेले से स्वप्न को फॉलो करी गोटे कार्य करदेला एवं सेति बेले ता ज्ञानटा कुआड जाइतिला से ज्ञानटा को कि गोटे लेहन करके चाटिकी सफा कर देइतिला से चाटिकी सफा करिया को ज्ञान को नवा को स्नेक रा एक सर्पर उदाहरण एठी आस केते कष्टकर को बुझिबा आपण देखु तापरे ए सब गुण गुड़ाक सब डिजायर्ड माइंड रो थाए ये जिते गुण सब वर्णना हो डिजायर्ड माइंड रो गुण ये भितर आमे सबु बेले अंगे लिभौछु बेले बेले खबर कागज पढ़ी अरे एडे बड़ प्रोफेसर से एते बड़ चाकरी करुला राजनीतिक नेता होता आईएएस अफसर होता सब कार्य करुला से रिजाइन करके नेशनल पॉलिटिक्स भितर पशिला किड़े मूर्ख सी कौन गोटे करदी बोली पशिला से सब गला से साप चाटिकी को सफा करदेला ये ता भितर से जो ये थाए ड्रीम ब्रूड तार से जो चिंता राजी ता भितर को आसला ग्लिटरिंग थॉट्स मुझे से गोटे पार्टी हेड हो जो ग्लिटरिंग थॉट्स आसला से ड्रीम ब्रूड से स्वप्न आसी से भितर अनुसृत हो ता पछरे गोड़ेगिरी बहुवर्ण रंजित अस्थिर आलोक संचारकाणी चूड़ाराजी सहित एक उन्नत मस्तक धारण करी नाना भाव से सब जिनस चित्र विचित्र जिनस को धारण करी सबु प्रकार क्षमता को निज हाथ भितर धारण करी आगु को बाड़ी चलला तार एक धूमाल जीवा द्वारा ज्ञान को लेहन कला जो ज्ञान नहीं से एडे बड़ अफसर होता ताकू चाटिकी सफा करदेला ये धूमाल सर्प एमती आम जिते इमेज सब दिखाई एगुड़ाक सब आम अंगे लिभौଛୁ प्रतिदिन खबर कागज काढ़ले इमेज बाहर जोड़िकी बुझा बहुत कठिन ए व्हिर्लपूल sucking in an empty air it based on vacancy stupendous claims in nothingness born to nothingness returned yet all the time unwillingly it drove towards the hidden something that is all एक शून्य वायु रे शोषणरत एक जलभौरी व्हिर्लपूल हूँ जलभौरी कोठी से घुरुला सकिंग इन एन एम्प्टी एयर ऊपर जो वायुमंडल थाए एम्प्टी एयर से किसी नहीं शून्य वायुरे शोषणरत एक चक्का भौरी शून्य वायु को शोषण करुच्ची चक्का भौरी जलर भौरी शून्यर वायु को शोषण करुच्ची इट बेस्ड ऑन वैकेंसी स्टुपेंडस क्लेम्स ताहा खाली स्थान उपरे
विराट दाबी सब प्रतिष्ठित करुला वैकेंसी स्टुपेंडस क्लेम्स अर्थ हूँ विराट दाबी का ऊपर भित्ति रे थिला खाली स्थान सब शून्यटा भित्ति नहीं तार कोटि ठिया हमर ठीक ना नहीं किंतु से वैकेंसी विराट दाबी सब प्रतिष्ठित करुला एटा हवा दरकार सेटा हवा दरकार सेटा हवा दरकार तार भित्ति किछि नहीं आपण से उदाहरण टा आउथरे नहीं पारंती तो ये चाकरी बाकरी छाड़ी कर पॉलिटिक्स भितर पशिबो से नॉलेज तार सफा हो जाइथिबो से शून्य वायु को शोषण तो चक्का भौरी भाया खाली स्थान उपरे विराट दाबी सब प्रतिष्ठित विराट दाबी सब खाली स्थान कोर्ट करिवो किछि नहीं कि सबुथरे विराट दाबी प्रतिष्ठित होई सी नहीं कोर्ट पहुंचेला सी नहीं सर्वशून्य करदेला एते बड़ स्वप्न एते बड़ स्वप्न शिशु पछरे गोड़े गोड़े थिबा जिनस को छाड़ी से ताकू ध्वंस करदेला नाना द्वंद्व भितर से पशिला आउरी कौन है देखंतु नथिंगनेस बॉर्न टू नथिंगनेस रिटर्न नथिंगनेस रे जो बॉर्न जन्म होता महानास्ति रे जन्म ये जो भावनाटा भितर को आसला ये महानास्ति किसी नथिला महानास्ति रे जन्म होता एवं महानास्ति नास्ति भितर को आसीगला देखो वर्णना कि सुंदर येट ऑल द टाइम unwitting it drove towards the hidden something that is all एसब भितर देई चका सब भितर देई तथापि ताहा निरंतर अज्ञात सार रे अनविटिंगली निरंतर अज्ञान सार रे ड्रोभटा आसी तलू संगुप्त परम किछि आड़ को गति करुला जहा परम सर्वास्ति ये भीतर देकर से आगू को जाऊला नाना प्रकार माट खाई खाई पड़ी उठी एपट सेपट ये भीतर देकर से सर्वास्ति भगवान गाड़ू सर्वास्ति होचन भगवान ऑल 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 होचन से तांको आड़ को गति करुला से बाट देकर समस्त तांका आड़ गति करती जी साधना कला गति करती किंतु साधना करुवा लोकर गति सीधा हुए सी सीधा करके आत्मा को जाए माँ जमी चित्र बजे साधक मानकर जो आत्मा अग्रगति करे साधारण जनता चक्का भौरी रे बुली 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 से जाए हुए तो हजार जन्म लगे से गोटे जगह पहुंचे साधना जे करे सी भूरी बुली न जाकि सीधा सड़क भाव गोटे जन्म से पहुंच जाए से बा कहते तुम्हें यही गोटे जन्म अनेक जन्मर अनुभूति प्राप्त कर आत्मा प्रोग्रेस कर आगे चल जापर जदि से दिगरे तुम्हें प्रचेषा कर सेमती ये कौन है गोटे कथा समथिंग दैट इज ऑल ये जो लोक मैंने सब क्रिया करती से माने घूरी बुली नाना दुख जंत्रणा भितर पड़ी उठी सब कर सेमानंकर गति ऑल आड़ को जाए जी समस्त को संसार रे धारण करछि जी सर्व अस्ति सबुथिरे जी अस्ति सबुठे जी अस्ति आउ सबु अनस्ति संसार रे अस्ति के परम भगवान सच्चिदानंद जी संसार को धारण करछि से होछि अस्ति आउ जते जहाँ ता चतुर्पार्श्व गढ़ी होछि से अनस्ति से से होचंदी ऑल से ऑल आड़ को से जाए आम जिते दुख जंत्रणा भितर जेल जेल गलु माड़ खाइलु कोठी हत्या हला कोठी कौन हला ए सबु भितर देखी आमर लक्ष्य आमर आत्मा तार लक्ष्य दिगरे ऑल सर्वस्ति आड़ को चली ठीक से भाया हुए पड़ी उठी नाना जंत्रणा पाई से ऑल सियाड़ को जाए ड्रोव सियाड़ को ही गति करे आउ गोटे इमेज आसला देखो आर्डेंट टू फाइंड इनकेपेबल टू रिटेन ए ब्रिलियंट इंस्टेबिलिटी वाज इट्स मार्क
to err, its born trend, its native clue. ये आउ गोटे इमेज देखो किछि प्राप्त करवा ही पाई व्यग्र आर्डेंट टू फाइंड किछि प्राप्त करवा पाई व्यग्र किंतु धरी रखा को अक्षम व्यग्र है गोटे जिनस प्राप्त करने को से दौड़ी थाए धरी पारे ताको धरी रखा करें ये तो अनेक उदाहरण आप पारे गोटे लोक तार जहाँ रहा कथा से न रही से नाना चेष्टा करे मुझे ऊपर को शिखर को चढ़ी गोटे पार्टी शेष शिखर पहुंची कि किसी धरी रखा से प्राप्ति करने व्यग्र धरी रखा को अक्षम एक समुज्वल अस्थायित्व है तार चिन्ह ए ब्रिलियंट इनस्टेबिलिटी वाज इट्स मार्क तार चिन्ह है इनस्टेबिलिटी इनस्टेबिलिटी अस्थायित्व से पुणी समुज्वल अस्थायी आज अच्छे काली की नथिबो किंतु ब्रिलियंट ये समुज्वल अस्थायित्व है तार चिन्ह भूल करवा है तार जन्मगत प्रवृत्ति से जीवन सारा भूल ही जीव ता प्रवणता तार स्वभावज संकेत नेटिव क्यू अर्थ स्वभावज संकेत ता स्वभाव भितर यही जिनसा जन्मगत प्रवृत्ति रही सी जुआड़े जावाक चाहे से जापे जहाँ प्राप्त करे ताकू धरी पारे आ गोटे आड़ को हाथ बढ़ाए सेठी भी से ध्वंस हो जाए एट वंस टू एन अनरिफ्लेक्टिंग रीडेंस प्रोन इट थॉट all true that flattered its own hopes. It cherished golden nothings, born of wish. It stands at the unreal for provender. देखो कि इमेज देइछिन प्रभु देखो ये गोटे इमेज आसला at once to an unreflecting credence prone तत्क्षणात एक निर्विचार विश्वास प्रति उन्मुख हुई गोटे विश्वास विचार नहीं मु अमकटा हे जीवी आग को अमुक हे जीवी ये निर्विचार तत्क्षणात एक निर्विचार विश्वास विश्वास रे विचार नहीं हम कि नहीं मिलो कि नहीं से विश्वास नहीं गोटे निर्विचार विश्वास मुझे पहुंचे निश्चय ये कार्य करी उन्मुख हुए सियाड़ को मन बलाए आम चतुर्पार्श्व थिबा लोक राजनीतिक नेता अन्य जिनस ए दिगरे सबु बेले कार्य करते से कुआड़े जाऊँ कौन कर गोटे किसी अचीव करने दौड़ से सब खाल पड़ुं यहाँ हूँ गोटे निम्न प्राणर अर्थात निम्न प्राण तो से रिजन भी निम्न प्राण ये हूँ गोटे डिजायर्ड माइंड रो क्रिया डिजायर्ड माइंड वर्तमान सबुथिरे कार्य करी ध्वंस कर डिजायर्ड माइंड जो रहा से कुआड़े कोटे पहुंचे लटरी टिकेट बांधे से लोकटा पाइला तू कहीं पाइबुनु जिते हेलु पिला माने आजिकल सब वीडियो गेम खेली खेली सब कर लक्ष लक्ष टंका हारुचन से बाप माँ को हैरान कर सब डिजायर्ड माइंड रो काम किसी विचार नहीं निर्विचार भाव से कार्य कर शिशु खाल पड़ुं देखो इमेज देखो तत्क्षणात एक निर्विचार विश्वास प्रति उन्मुख हुई सियाड़ को ना एट वंस अनरिफ्लेक्टिंग क्रेडेंस प्रोन बोले उन्मुख हुई इट थॉट ऑल ट्रू से मने मने भावे मु जहा चिंता करुछि हेबी बोली सेटा सत्य मु निश्चय से पहुंची इट थॉट ऑल ट्रू दैट फ्लैटेड इट्स ओन होप्स
तार इच्छा को तार आशा को आशाराजी को जी परिपोषण करे फ्लाटेड माने परिपोषण ताको कहे हाँ तुम हो तुम से शक्ति अच्छी अमुक अच्छी तुम जाओ सियाड़ू जी एक कथा कहे इट फ्लाटेड इट्स ओन होप्स आकु जी यही भाया आशा को जी पाए प्रतिपोषण करे से सबू तार आपणार अरे तू जान रे पारिबुनु से विषय तू कहीं सियाड़े दौड़ू तो मिलनी किसी तू कहीं सियाड़े दौड़ू से शत्रु हो गला जो लोग कहले हाँ चाल चाल मुझे साहाଯ୍ୟ करी तू से बाटे चाल खाल पड़े से न परिपोषण करे कौन तार सबू आपना आशाराजी परिपोषण करे ताको सत्य बोली भावु थाए ताहा अभिलाष को जन्मित सुनेली अनस्ति सबको आदर कर चेरिश्ड द गोल्डन थिंग्स बॉर्न ऑफ विश देखो गोल्डन गोल्डन नथिंग्स बॉर्न ऑफ विश अभिलाष रु जन्मित सुनेली अनस्ति सुनेली भाया देखा जाऊ तार अस्तित्व नथिबो से आदर कर फ्लाटेड इट्स ओन होप्स जे कला से तार मित्र हो जाए एवं अभिलाष तार अभिलाष जन्मित अनस्ति को आदर कर अवास्तव को निजर आहार्य भाव झांपी दिए स्नैचेस एट दी अनरियल फॉर प्रोवेंडर अवास्तव हो पारिबनी वास्तवता किसी नहीं कि जो निजर आहार्य भाव ताको झांपी नहीं निजर आहार्य भाव ताको झांपी नहीं आमर तो ये सरीगला आज पाठ को आम जापारे टिके देखीद आज पाठ कौन आज पाठ हूँ 17 पृष्ठा In darkness it discovered luminous shapes peering into a shadow hung half light. It saw hued images scrawled on fancy cave, or it swept its circles through conjecture's night and caught in imagination's camera bright scenes of promise held by transient flares, fictional lives ere the feet of hurrying dreams, kept prints of passing forms and hooded powers, and flash images of half seen verities. ये इमेज को आपण देखो इमेज को बुझे केमती केते कष्ट कर ये हूँ प्राय ये फुल स्टॉप अच्छी माने ये प्राय 7-8 लाइन पर फुल स्टॉप मुद्रित लिपिमाला धरी देखु थाए ये शब्दटा प्रिंट्स अंधकार आविष्कार करे आलोकर विक्षेपकारी रूपराज देखो ये प्राणमय सत्ता आई एम सॉरी ये डिजायर्ड माइंड कौन देखे सी अंधकार भितर अज्ञानता भितर ताकू कोटिके लाइट देखा जाए आलोक विक्षेपकारी रूपराज जो आलोक विक्षिप्त होता है लुमिनस अर्थ हूँ जो आलोक विकिरण करे से आलोक विकिरणकारी विक्षेपकारी रूप सब देखे अंधार भितर कि दुईटा अर्थ देखो से अंधकार रे अच्छी किंतु गोटे आलुओ कोठू आसु डाहाणी निया भाया गोटे आलुओ कोठू आसु से जो आलोक विक्षणकारी अग्निटी आसला से सब से रूप ता भीतर रूपराज सब देखी कौन करे
ଛାୟା ଛୁଆ ଝୁଲା ଅର୍ଦ୍ଧା ଲୋକ ମଧ୍ୟ ଖୋଜିଲା ପରି ନିରୀକ୍ଷଣ କରେ। ଗୋଟେ ଅର୍ଦ୍ଧା ଲୋକ ଅଧୁଟି ଆଲୋକ ଅଛି, ସେଥିରେ ଛାୟାଟା ପରଦା ହେଇଛି। ଇମେଜ ଦେଖନ୍ତୁ, ଛାୟାଟା ଝୁଲା ହେଇଛି, ତାକୁ ଖୋଜିଲା ଭଳିଆ ସେ ଛାୟାଟା ଯେତେବେଳେ ଝୁଲା ହଉଛି ଅର୍ଦ୍ଧାଲୋକିତ ଜିନିଷ ଭଲ କି ଦେଖାଯିବନି। ସିଏ ସବୁ ନିରୀକ୍ଷଣ କରେ, କିଛି ଖୋଜିଲା ପରି ନିରୀକ୍ଷଣ କରେ ଏବଂ ଇଟ୍ ସ ହ୍ୟୁଡ୍ ଇମେଜେସ୍, ଖୋଳିବା ପରେ କଣ ପାଏ? ପରମ ଅବାସ୍ତବ କଳ୍ପନାର ଗୁହା। ତା ଭିତରେ ଗୋଟେ କଳ୍ପନା ତିଆରି ହୁଏ। ସେ କଳ୍ପନାର ଗୁହା ଭିତରେ ତରବରିଆ ଭାବେ ଅସ୍ପଷ୍ଟ ଭାବେ ଲିଖିତ ବର୍ଣ୍ଣିଳ ଛବି ସବୁ ତାହା ଦେଖୁଥାଏ। ସେ ଗୁହା ଭିତରେ ଏମିତି ସବୁ ଚିତ୍ର ଲେଖା ହେଇଛି, ଭଲ କିରି ଦେଖାଯାଉନି, ଇଲେଜିବୁଲ। ଭାଇ ମୁଁ ଭାବୁଛି ଏଇଠି ରଖିଦିଅନ୍ତୁ, ରଖିଦିଅନ୍ତୁ। 1.5 ଘଣ୍ଟା ହେଇଗଲାଣି। ଆଉ ନେକ୍ସଟ ଟାଇମ୍ ନେକ୍ସଟ ଏଇଠୁ ଷ୍ଟାର୍ଟ ଏଇଟା କରିବ। ତ ବହୁତ ସମୟ ବି ଚାଲିଯିବ, 10-12 ଲାଇନ ଅଛି। ହୁଁ। ହଉ ଠିକ ଅଛି, ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଏଭଳିଆ ଜଟିଳ ବିଷୟବସ୍ତୁକୁ ଆପଣମାନେ ଧୈର୍ଯ୍ୟର ସହିତ ଶୁଣୁଛନ୍ତି ଏବଂ ଇଏ ମାଙ୍କର ଅଶେଷ କୃପା। ମା ଆମକୁ ଠିକ ଭାବରେ ବୁଝେଇ ଚାଲିଛନ୍ତି ବୋଲି ମୁଁ ମନେ କରୁଛି। ଯାହା ହଉ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ପରମ ଦିବ୍ୟଜନନୀ ଶ୍ରୀ ମା ଓ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଚରଣରେ କୃତଜ୍ଞତାର ସହିତ ମୁଁ ମୋର ପ୍ରଣାମ ନିବେଦନ କରି ତାଙ୍କ ଠାରୁ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିବାରୁ କୃତଜ୍ଞତା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ମାଙ୍କର ଜୟ ହେଉ, ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଜୟ ହେଉ। ଆମେ ଆଲୋକରୁ ଆଲୋକ ଆଡ଼କୁ ଯିବା। ଏଇ ଯୋଉ ଅନ୍ଧକାରର ବର୍ଣ୍ଣନା ସବୁ ହେଲା ପଢିଲେ, ସେ ଅନ୍ଧକାର ପ୍ରତି ସଚେତନ ଥିବା, ସିଆଡ଼କୁ ଯୋଉ ଡିଜାୟାର୍ଡ ମାଇଣ୍ଡ ଆମକୁ ଟାଣି ନିଏ, ଏସବୁ ପାଠ ପଢିବା ଭିତରେ ଡିଜାୟାର୍ଡ ମାଇଣ୍ଡ କିନ୍ତୁ ଖାଲରେ ପକାଏ, ସବୁ ପ୍ରକାର ନଷ୍ଟ ହେଇଯାଏ। ସେ କେମିତି କଳ୍ପନା ରାଜ୍ୟରେ ଭାସେ ଏବଂ ଭାସିକିରି ଆମକୁ ଛଟପଟ କରେ। ଏଇଥିରୁ ଆମେ ସେ ଜ୍ଞାନ ପ୍ରାପ୍ତ କରି ଆମେ ଯେମିତି ସିଆଡ଼କୁ ନିଜକୁ ଅଲଗା କରି ରଖିବା, ନିଜକୁ ବୁଝିବା, ନିଜକୁ ଇଏ କରିବା, ମାଙ୍କୁ ପ୍ରାର୍ଥନା କରିବା, ମା ଆମକୁ ସିଆଡ଼କୁ ନ ନେଇକରି ଆଲୋକ ଆଡ଼କୁ ନିଅନ୍ତୁ, ଏଭଳି ପ୍ରାର୍ଥନା କରି ରହିବା। ଏତିକି ମୁଁ ମାଙ୍କ ପାଖରେ ଚରଣରେ ନିବେଦନ କରି ଆଜିର କାର୍ଯ୍ୟକ୍ରମକୁ ଶେଷ କରୁଛି। ଆପଣମାନଙ୍କୁ ସବୁ ଧନ୍ୟବାଦ ଦଉଛି। ବନ୍ଦେ ମାତରମ୍। ମାଙ୍କର ଜୟ।